Hello everyone, welcome back to my channel Way to M classes। ପିଲାମାନେ ଆଜି ହେଉଛି କ୍ଲାସ୍ 12। ପିଲାମାନେ ଦେଖିପାରିବ ତମର OTT ରିଗାର୍ଡିଂ କ୍ଲାसेस ଚାଲିଛି। ଆଜି ଯୋଉ କ୍ଲାसेସଟି ଅଛି OTT, OSTT, CTT or any ଟିଚର ରିକ୍ରୁଟମେଣ୍ଟ ଏକ୍ସାମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତ ପିଲାମାନେ ଆଜିକାର ଯୋଉ କଣ୍ଟେଣ୍ଟ ରହିଛି ଅପରେଣ୍ଟ କଣ୍ଡିସନିଂ ଥିଓରି which is given by the BF Skinner। ତ ପିଲାମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନିଅନ୍ତୁ ଆଉ ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ଯେତେବେଳେ ବି ନୂଆ ଭିଡ଼ିଓଟି ଅପଲୋଡ ହେଉଛି ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ ମିଳିଯିବ। ତ ତମମାନଙ୍କୁ ବି ଗୋଟେ କଥା କହିବାକୁ ଚାହୁଁଛି, ଯୋଉମାନେ ଆମର ଗୋଟେ ଟେଲିଗ୍ରାମ ଚ୍ୟାନେଲ ଅଛି, ତ ଟେଲିଗ୍ରାମ ଚ୍ୟାନେଲରେ ଯଦି ଜଏନ୍ ହେବାକୁ ଚାହୁଁଛ, ଯେକୌଣସି ଭିଡ଼ିଓକୁ ଯିବ ତା ଡେସ୍କ୍ରିପସନରେ ଲିଙ୍କ ଦିଆହେଇଛି, ଲିଙ୍କକୁ ଆକ୍ସେସ୍ କରିକି ତମେ ଜଏନ୍ ହେଇପାରିବ ଟେଲିଗ୍ରାମ ଚ୍ୟାନେଲରେ। ଯେକୌଣସି ଇମ୍ପୋର୍ଟାଣ୍ଟ ନୋଟିଫିକେସନ ହଉ, ତମର ଭିଡ଼ିଓ ହଉ, ତମର ଫାଷ୍ଟ ସେଇ ଗ୍ରୁପରେ ପଡୁଛି। ତ ପିଲାମାନେ ଆଜି ଯୋଉ ଆମେ କନସେପ୍ଟ ଡିସ୍କସ କରିବା ସେ ହେଉଛି ଅପରେଣ୍ଟ କଣ୍ଡିସନିଂ ଥିଓରି which is given by the BF Skinner, ଯୋଉଟାକୁ ଆମେ କହୁଛନ୍ତି ଯାନ୍ତ୍ରିକ ଅନୁବନ୍ଧନ ତତ୍ତ୍ୱ। ତ ଏଇ ଯାନ୍ତ୍ରିକ ଅନୁବନ୍ଧନ ତତ୍ତ୍ୱରେ ଆମେ ଜାଣିବା ଯେ ଏଇ ଥିଓରିର ମୋଟୋ କଣ ଆଉ ପିଲାମାନଙ୍କୁ ଆମେ କେମିତି ଏଇ ଥିଓରି କଣ୍ଡିସନ ଯୋଉ ଦେଇଛି କଣ୍ଡିସନ ମାଧ୍ୟମରେ ପିଲାମାନଙ୍କୁ ଆମେ ପଢେଇ ପାରିବା। ତ ପୂର୍ବରୁ ଆମେ ପଢିଥିଲେ ପାଭଲଭ ଥିଓରି, କ୍ଲାସିକାଲ କଣ୍ଡିସନିଂ ଥିଓରି ହଳ। ତ କ୍ଲାସିକାଲ କଣ୍ଡିସନିଂ ଥିଓରି এটা হচ্ছে অপারেন্ট কন্ডিশনিং থিওরি। ক্লাসিকালে কোন না আমি আগে যেকୌଣସି স্টিমুলস দবা যা দ্বারা ସେମାନେ ରେସ୍ପନ୍ସ ଦେବେ। କିନ୍ତୁ ଅପରେଣ୍ଟ କଣ୍ଡିସନିଂ ଥିଓରି ଆଗେ ରେସ୍ପନ୍ସ ଦେବାକୁ ପଡିବ, ତାପରେ ତାଙ୍କୁ ଷ୍ଟିମୁଲସ୍ ବା ରେନଫୋର୍ସମେଣ୍ଟ ମିଳୁଛି। ତ ଏ ହେଉଛି ଥିଓରିର ମୋଟୋ। ତ ଆମେ ବ୍ରିଫଲି ଥିଓରିକୁ ଡିସ୍କସ କରିବା। ତ ଅପରେଣ୍ଟ କଣ୍ଡିସନିଂ ଥିଓରି କିଏ ଦେଇଛନ୍ତି ନା BF ସ୍କିନର, ତମମାନେ ଦେଖିପାରିବ। ତ ଏଠି ଯୋଉ ତମମାନଙ୍କର ଏ ଯୋଉ ଥିଓରି ଦିଆହେଇଛି, ତ ଏ ଥିଓରିରେ କଣ କୁହାହେଇଛି ନା ତାଙ୍କର ଯୋଉ ଏକ୍ସପେରିମେଣ୍ଟଟି ଥିଲା ହେଉଛି ରେଟ୍ ଆଉ ପିଜନ ଉପରେ। ଯୋଉଟା ହେଉଛି ରେଟ୍ ଆଉ ପିଜନ ଉପରେ ତାଙ୍କର ଏକ୍ସପେରିମେଣ୍ଟ ଥିଲା। ଆଉ ସ୍କିନର ହଉଛନ୍ତି ଜଣେ ଆମେରିକାର ଜଣେ ସାଇକୋଲୋଜିଷ୍ଟ। ତ ପଚାରିଦବ କେତେବେଳେ ବି ଆମେରିକାର ସାଇକୋଲୋଜିଷ୍ଟ କିଏ ନା ସିଏ ହଉଛନ୍ତି BF ସ୍କିନର। ଆଉ କଣ ନା ଅଦର ନେମ୍ ଅଫ ଦିସ୍ ଥିଓରି ଇଜ ଇନଷ୍ଟ୍ରକ୍ସନାଲ କଣ୍ଡିସନିଂ ଥିଓରି। ଇନଷ୍ଟ୍ରକ୍ସନାଲ କଣ୍ଡିସନିଂ ଥିଓରି କୁହାଯାଉଛି କଣ ନା ଯେତେବେଳେ ଆମେ କୌଣସି ପିଲାଙ୍କୁ କୌଣସି ଇନଷ୍ଟ୍ରକ୍ସନ ଦଉଛନ୍ତି, କିଛି କଣ୍ଡିସନ ତାପରେ ଅଛି। ଇନଷ୍ଟ୍ରକ୍ସନ କଣ ନା ଏଇ ପାଠଟା ପଢଦେ। ତାପରେ କଣ୍ଡିସନ କଣ ନା ତାକୁ କିଛି ଚକୋଲେଟ ମିଳିପାରିବ, କିଛି ରିୱାର୍ଡ ମିଳିପାରିବ, କିଛି ପ୍ରଶଂସା ବା ପ୍ରେଜ ମିଳିପାରିବ। ତ ଯେମିତିକି ଆମେ ପିଲା କୁହନ୍ତି ଏଇଟା ହୋମୱାର୍କ, ଛୋଟ ପିଲାଙ୍କୁ କୁହନ୍ତି ହୋମୱାର୍କ କମ୍ପ୍ଲିଟ କରିଦିଅ। ତ ସେ କମ୍ପ୍ଲିଟ କରିଦେଲେ ଆମେ ତାକୁ କୁହନ୍ତି ଭେରି ଗୁଡ, ୱେଲ ଡନ୍ କୁହନ୍ତି। ତ ସେଟା ବି ଗୋଟେ ପ୍ରକାରର ପ୍ରଶଂସା ବା ଆମେ ଯୋଉ କହୁଛନ୍ତି କଣ ରେନଫୋର୍ସମେଣ୍ଟ। ତ ପିଲାଟି କଣ୍ଡିସନ ସହିତ ଟାଇପ୍ ହେଇକି ସେ କୌଣସି ଲର୍ଣ୍ଣିଂ ପ୍ରୋସେସରେ ଇନଭଲ୍ଭ ଅଛି, ଯୋଉଟାକି ଆମେ କହୁଛନ୍ତି ଇନଷ୍ଟ୍ରକ୍ସନାଲ କଣ୍ଡିସନ। ତ BF ସ୍କିନର ଫୁଲ ନେମ୍ କଣ ଅଛି ଆମେ ଜାଣିବା। ତ BF ସ୍କିନର ଫୁଲ ନେମ୍ ହଉଛି ବୁରହୁସ ଫେଡରିକ ସ୍କିନର ଇଣ୍ଟ୍ରୋଡ୍ୟୁସ ଦ କନସେପ୍ଟ ଅଫ ଅପରେଣ୍ଟ କଣ୍ଡିସନିଂ। କେବେ ଦେଇଥିଲେ ନା 1930 ରେ। ତ ପିଲାମାନେ ଏଟାକୁ ମନେ ରଖିଥିବ। ତ BF ସ୍କିନର ତାଙ୍କର ଯୋଉ ଥିଓରି କେବେ ସେ ଇଣ୍ଟ୍ରୋଡ୍ୟୁସ କରିଥିଲେ ନା 1930 ରେ। ତାପରେ ସ୍କିନର ଅପରେଣ୍ଟ କଣ୍ଡିସନିଂ ଏକ୍ସପ୍ଲେନ ଟୁ କାଇଣ୍ଡସ୍ ଅଫ ବିହେଭିୟର। ଗୋଟେ ହଉଛି କଣ ନା ରେସ୍ପଣ୍ଡେଣ୍ଟ, ଆଉ ଗୋଟେ ହଉଛି କଣ ଅପରେଣ୍ଟ। ରେସ୍ପଣ୍ଡେଣ୍ଟ ଆଉ ଅପରେଣ୍ଟ କଣ, ଯେତେବେଳେ ତମେ କଣ କରୁଛ, ଯେତେବେଳେ କୌଣସି ପିଲାକୁ କୌଣସି ପାଠ ପଢିବା ପାଇଁ କହୁଛ ବା କିଛି ଗୋଟେ କାମ କରିବା ପାଇଁ କହୁଛ, ତ ଆମେ ପିଲା କଣ କରୁଛେ ନା ସେ ତାକୁ ରେସ୍ପଣ୍ଡ କରିବ। ରେସ୍ପଣ୍ଡ କଲା ପରେ ତାକୁ ଗୋଟେ କୌଣସି ଗୋଟେ କଣ୍ଡିସନ ରହିଲା ଯେ କୋଉ କଣ୍ଡିସନରେ ତାକୁ ଗୋଟେ ରିୱାର୍ଡ ମିଳିପାରିବ, କୌଣସି ଗୋଟେ ପ୍ରାଇଜ ମିଳିବ। ତ ସେଥିପାଇଁ ୟାକୁ କୁହାହଉଛି କଣ ନା କୌଣସି ଗୋଟେ କାମ ବା କୌଣସି ଗୋଟେ କାର୍ଯ୍ୟକୁ ସେ ଯେତେବେଳେ ପାଠ ପଢିବା ହଉ କୌଣସି ହଉ, ସେ ତାକୁ ଅପରେଟ କରୁଛି ବା ତାକୁ ରେସ୍ପଣ୍ଡ କରୁଛି। ତ ସେଇଟା କୁହାଯାଏ ସେଇଥିପାଇଁ ରେସ୍ପଣ୍ଡେଣ୍ଟ ଆଣ୍ଡ ଅପରେଣ୍ଟ ବିହେଭିୟର ବୋଲି ଆମେ କହୁଛନ୍ତି ହେଲା। ତ ସେଇଥିପାଇଁ ୟାକୁ କୁହାଯାଉଛି କଣ ନା ଦିସ୍ ଥିଓରି ଏମ୍ଫାସାଇଜ ଅନ୍ ଦ ରେସ୍ପନ୍ସେସ୍। ତ ଏକୁ ରେସ୍ପନ୍ସ କୁହାଯାଏ। ରେସ୍ପନ୍ସ କଣ ପାଇଁ ଦଉଛି ନା ଯେତେବେଳେ ସେ କୌଣସି କାର୍ଯ୍ୟ କରୁଛି। ସୋ ଦିସ୍ ଇଜ ନୋନ୍ ଏଜ୍ ଆର୍ ଟାଇପ ଅଫ କଣ୍ଡିସନିଂ। କଣ ନା ରେସ୍ପନ୍ସ ଦଉଛି। ରେସ୍ପନ୍ସ ଦେଲା ପରେ ଆମେ ପିଲାଙ୍କୁ ଦଉଛନ୍ତି ରେନଫୋର୍ସମେଣ୍ଟ ଦଉଛନ୍ତି, ଯୋଉଟାକି ଆମେ ଅଦରୱାଇଜ ଷ୍ଟିମୁଲସ୍ ବି କହିପାରିବା। କୁକୁରକୁ ଖାଦ୍ୟ ଦଉଥିଲେ, ପୂର୍ବରୁ ଦଉଥିଲେ, ତାପରେ ସିଏ ରେସ୍ପନ୍ସ ଦଉଥିଲେ। କିନ୍ତୁ ଏଠି କଣ ହଉଛି ଆଗେ ଆଗେ ଏଠି କଣ ହଉଛି ନା ରେସ୍ପନ୍ସ ଦବାକୁ ପଡୁଛି, ତାପରେ ଯାଇକି ତାକୁ ଉତ୍ତେଜିତ ହବା ପାଇଁ ବା କୌଣସି ଫର୍ଦର ରେସ୍ପନ୍ସ ପାଇଁ ତାକୁ ଗୋଟେ
ଅ, କଣ୍ଡିସନ ବା ତା ପାଇଁ ରଖାହଉଛି ଗୋଟେ ପ୍ରାଇଜ ବା ରିୱାର୍ଡ ବା ତା ପାଇଁ ରେନଫୋର୍ସମେଣ୍ଟ ବୋଲି ୟାକୁ କୁହାଯାଉଛି। ସେ ହଉଛି ମନେ ରଖିଥିବ ଏଟାକୁ କୁହାଯାଉଛି କଣ ନା ଆର୍ ଟାଇପ୍ ଅଫ୍ ଯୋଉଟା କହୁଛି ଆର୍ ଟାଇପ୍ ଅଫ୍ କଣ୍ଡିସନିଂ। ତ ରେନଫୋର୍ସମେଣ୍ଟ ଇଜ ପ୍ରୋଭାଇଡେଡ୍ ଆଫ୍ଟର ଦ ରେସ୍ପନ୍ସେସ୍ ଇଜ ମେଡ୍। ତ ମନେ ରଖିଥିବ କେତେବେଳେ ଆମେ ରେନଫୋର୍ସମେଣ୍ଟ ପ୍ରୋଭାଇଡ କରିବା ନା ଯେତେବେଳେ ରେସ୍ପନ୍ସେସ୍ ସେ ଦେଇସାରିବ। ରେସ୍ପନ୍ସ ଦବ ତାପରେ ତାକୁ ଆମେ ରେନଫୋର୍ସମେଣ୍ଟ ବା ତାକୁ ରେନଫୋର୍ସମେଣ୍ଟ ଆମେ କହୁଛନ୍ତି ତାକୁ ଆମେ ରେନଫୋର୍ସମେଣ୍ଟ କଣ ହେଇପାରେ ଆୱାର୍ଡ ହେଇପାରେ ପ୍ରାଇଜ ହେଇପାରେ ତାକୁ କୌଣସି ପ୍ରକାର ପ୍ରଶଂସା ଆମେ କଲେ ତାର ତ ଏଇଟା ହଉଛି ଆମେ ତାକୁ କଣ କହିପାରିବା ନା ତାକୁ ଆମେ କହିପାରିବା ରେନଫୋର୍ସମେଣ୍ଟ। କେତେବେଳେ ଦବ ନା ପିଲାଟି ପାଠ ପଢି ସାରିଲା ପରେ ପାଠ ପଢତେ ଗଲେ କହିଲେ ପେଜ ଟା ପଢିଦେ ତାପରେ ତତେ ଗୋଟେ ଚକୋଲେଟ ଦେବେ। ତ ସେ ପେଜ ଟା ପଢିଦେଲା ପରେ ହିଁ ତାକୁ ଚକୋଲେଟ ଟା ଦିଆଯିବ ପୂର୍ବରୁ ଦେଲେ ସେ ଆଉ ପଢିବ ନାହିଁ। ଇଏ ହଉଛି ଅପରେଣ୍ଟ କଣ୍ଡିସନିଂ ର ମେନ୍ ମୋଟୋ ମନେ ରଖିଥିବ ତାକୁ ଆମେ ରେନଫୋର୍ସମେଣ୍ଟ ବୋଲି କହୁଛନ୍ତି। ତ ଇଟ୍ ଇଜ କଲ୍ଡ ଦ ଆରଏସ୍ ଟାଇପ ଅଫ କଣ୍ଡିସନିଂ। ଇଏ କଣ କୁହାଗଲା ଆରଏସ୍ ଆର୍ କଣ ନା ଏସଆର ଥିଓରି ଆମେ କହୁଥିଲେ ପାଭଲଙ୍କର ହଉ ହେଲା ଯୋଉଟା କି ଆମେ କଣ କହୁଛନ୍ତି ଷ୍ଟିମୁଲସ୍ ତାପରେ ରେସ୍ପନ୍ସ ଇଏ ହଉଛି କଣ ଆଗେ ରେସ୍ପନ୍ସ ଦବାକୁ ପଡେ ତାପରେ ଷ୍ଟିମୁଲସ୍ ବିକଜ ରେସ୍ପନ୍ସ କମ୍ସ ଫାଷ୍ଟ ଦେନ୍ ଷ୍ଟିମୁଲସ୍ ଇଜ ପ୍ରେଜେଣ୍ଟେଡ୍ ଯୋଉଟା ଆମେ ରେନଫୋର୍ସମେଣ୍ଟ ବୋଲି କହୁଛନ୍ତି। ତାପରେ ୟାକୁ ଆମେ କଣ କହୁଛନ୍ତି ଇଟ୍ ଇଜ ଅଲସୋ ନୋନ୍ ଏଜ ଦ ପ୍ରୋଗ୍ରାମଡ ଇନଷ୍ଟ୍ରକ୍ସନ। ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ କିଏ ଦେଇଛନ୍ତି ମନେ ରଖିଥିବ ବିଏଫ ସ୍କିନର। ତ ପିଲାମାନେ ତମମାନେ ଯେତେବେଳେ ବିଇଡି କରୁଛ ତମେ ବିଇଡି କଲା ବେଳେ ତମର କଣ ହଉଛି ନା ତମର ବିଭିନ୍ନ ପ୍ରକାର ସବଜେକ୍ଟ ଥାଏ ଯେମିତି କମ୍ପଲସରୀ ସବଜେକ୍ଟ ଅଛି ଗୋଟେ ଆଇସିଟି ଆଇସିଟି ରେ ତମର ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ଅଛି ମନେ ରଖିଥିବ। ତ ଯୋଉ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ଥିଓରି ଅଛି ସେଟା କିଏ ଦେଇଛନ୍ତି ନା ବିଏଫ ସ୍କିନର। ଏ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ବିଷୟରେ ଏଇ କ୍ଲାସରେ ଆମେ ବୁଝିବା। ତ ମନେ ରଖ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ କିଏ ଦେଇଛନ୍ତି ନା ବିଏଫ ସ୍କିନର ଦେଇଛନ୍ତି ମନେ ରଖିଥିବ ବହୁତ ଇମ୍ପୋର୍ଟାଣ୍ଟ ହେଲା। ତାପରେ ଆମେ ଜାଣିବା କଣ ନା ହିୟର ରେସ୍ପନ୍ସେସ୍ ଅକର ସ୍ପଣ୍ଟେନିୟସଲି। ତ ପିଲାମାନେ ରେସ୍ପନ୍ସେସ୍ ସ୍ପଣ୍ଟେନିୟସଲି ଦେବେ ବ୍ୟାକ୍ ଟୁ ବ୍ୟାକ୍ ରେସ୍ପନ୍ସେସ୍ ଦେବେ କାହିଁକିନା ବ୍ୟାକ୍ ଟୁ ବ୍ୟାକ୍ ରେସ୍ପନ୍ସେସ୍ ଯଦି ନ ଦେବେ ତାହେଲେ ସେମାନେ କଣ ହବ ନା ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ କଣ ହବ ନା ଯଦି ରିୱାର୍ଡ ତାକୁ ମିଳିବାର ଥିବ ଯଦି ସେ ରେସ୍ପନ୍ସ ନ ଦେଲେ ତ ରିୱାର୍ଡ ମିଳିବନି। ସେମାନେ ଜାଣିଛ ରିୱାର୍ଡ ମିଳିବାର ଅଛି ପ୍ରାଇଜ ମିଳିବାର ଅଛି ପ୍ରଶଂସା ମିଳିବାର ଅଛି ଯାହା ବି ଅଛି ଆମେ ସ୍ପଣ୍ଟେନିୟସଲି ପାଠଟା ପଢି ଚାଲିବା ରେସ୍ପନ୍ସ ଦେଇ ଚାଲିବା। ତ ଏଇଠି କଣ କୁହାଯାଉଛି ନା ହିୟର ଦ ରେସ୍ପନ୍ସେସ୍ ଅକର ସ୍ପଣ୍ଟେନିୟସଲି ଇନ୍ ଦ ଆବସେନ୍ସ ଅଫ ଏନି ସ୍ପେସିଆଲ କୋରିଲେଟେଡ୍ ଷ୍ଟିମୁଲସ୍ କୁ ଆମେ କହୁଛନ୍ତି ବା ରେସ୍ପନ୍ସେସ୍ କୁ ଆମେ କହୁଛନ୍ତି। ତାପରେ କଣ ଇନ୍ ଟର୍ମ ଅଫ ଅପରେଣ୍ଟ ମିନ୍ସ ଅପରେଣ୍ଟ ମାନେ କଣ ବିହେଭିୟର ଅପରେଟ୍ସ upon the environment to generate own consequences। ତା ମାନେ ପିଲାକୁ ପାଠ ପଢିବାକୁ କହିଲେ ତା ଏନଭାରमेଣ୍ଟରେ ତା ସ୍କୁଲରେ ପାଠ ପଢତେ କହିଲେ ପିଲାଟି ପାଠ ପଢିଲା ଅପରେଣ୍ଟ ହେଲା ତା ଫଳରେ ତାକୁ କଣ ମିଳିବ ତାକୁ ଗୋଟେ ରେନଫୋର୍ସମେଣ୍ଟ ମିଳିବ ତା କନସିକ୍ୱେନ୍ସ କୁ ସେ ପହଞ୍ଚିଲା। ତେଣୁ ଅପରେଣ୍ଟ ମାନେ ତାକୁ ଅପରେଟ୍ କରିବା ତା ବିହେଭିୟରକୁ ପିଲାର ବିହେଭିୟରକୁ ଅପରେଟ୍ କରିବା ଟୁୱାର୍ଡ ଦ ଷ୍ଟଡି ଟୁୱାର୍ଡ ଦ ଲର୍ନିଂ ପ୍ରୋସେସ ଏଟାକୁ ଆମେ କହୁଛନ୍ତି। ଅପରେଣ୍ଟ କଣ୍ଡିସନିଂ ଇଜ ମେଥଡ ଅଫ ଲର୍ନିଂ ଦାଟ ଅକର୍ସ ଥ୍ରୋ ଦ ରିୱାର୍ଡ ପନିଶମେଣ୍ଟ ବି ଆମେ କହୁଛନ୍ତି। ଯଦି ଆମେ କହୁଛନ୍ତି ପାଠ ପଢିବା ପାଇଁ ତାକୁ ପ୍ରଶଂସାଟା କଲେ ତାକୁ ପଜିଟିଭ ରେନଫୋର୍ସମେଣ୍ଟ କହୁଛନ୍ତି। ଯେତେବେଳେ ପିଲାଙ୍କର ନେଗେଟିଭ ଆକ୍ଟିଭିଟିଜ ଥିବ ତ ଆମେ ସେ ଜାଗାରେ କଣ କରିପାରିବା ପନିଶମେଣ୍ଟ ବି ଆମେ ତାକୁ ଦେଇପାରିବା ପନିଶମେଣ୍ଟ ମାଧ୍ୟମରେ ତାକୁ ସେ ମାନେ ଆକ୍ଟିଭିଟିରୁ ଆମେ ଦୂରେଇ ଆଣିପାରିବା ସେଟା ଆମେ ଆଗକୁ ବୁଝିବା ଭଲ ଭାବରେ। ତାପରେ କଣ this operant conditioning idea started after following the Thorndike law of effect। ମନେ ରଖ ଥର୍ଣ୍ଡାଇକ ର ଗୋଟେ ଲ ଅଫ ଇଫେକ୍ଟ ଆମେ ପଢିଥିଲେ ଆମେ ଥର୍ଣ୍ଡାଇକ ଲ ମାନେ ଥିଓରି ପଢିଥିଲେ। ତ ଆମର ସ୍କିନର କଣ କଲେ ନା ଯେତେବେଳେ ସେ ଏଇ ଥିଓରି ଟାକୁ ଇଣ୍ଟ୍ରୋଡ୍ୟୁସ କଲେ ସେ କାହା ଦ୍ୱାରା ପ୍ରଭାବିତ ହେଇଥିଲା ନା ଲ ଅଫ ଇଫେକ୍ଟ ଗିଭେନ ବାଇ ଦ ଥର୍ଣ୍ଡାଇକ। ତ ମନେ ରଖ ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଠୁ କ୍ୱେଶ୍ଚନ ଆସିଥାଏ। ତାପରେ ଆସୋସିଏସନ ବିଟୱିନ ଦ ପର୍ଟିକୁଲାର ବିହେଭିୟର ଆଣ୍ଡ ଆମେ କହୁଛନ୍ତି କଣ ନା ଆସୋସିଏସନ ଅଫ ଦ ପର୍ଟିକୁଲାର ବିହେଭିୟର ବୋଲି ଆମେ କହୁଛନ୍ତି। ପର୍ଟିକୁଲାର ବିହେଭିୟର ମାନେ କଣ ନା ଯେତେବେଳେ ଆମେ କହୁଛନ୍ତି ନା ପର୍ଟିକୁଲାର ଆମେ କୌଣସି ଗୋଟେ ପାଠ ପଢିଥିବା ପିଲାମାନଙ୍କୁ କହିଲେ ଯେ ପିଲାମାନେ ଆ, ଏଇ ଜିନିଷଟା ଅଛି ଏଟାକୁ ତମେ ଆଜି କମ୍ପ୍ଲିଟ କରିକି ଆସ। ତ ପର୍ଟିକୁଲାର ବିହେଭିୟର ଉପରେ ସେ ଆକ୍ଟିଭିଟିଜ କଲେ ପିଲାଙ୍କୁ ଆଜି ଗୋଟେ ହୋମୱାର୍କ ଟାସ୍କ ଦେଲେ ଯେ ପିଲାମାନେ ତମେ ଆଜି ଏଇ ମ୍ୟାଥର ଏଇ ଏକ୍ସରସାଇଜ ଟା କମ୍ପ୍ଲିଟ କରିକି ଆଣିବ। ତ ପର୍ଟିକୁଲାର ବିହେଭିୟର ଉପରେ ସେ ଆକ୍ଟିଭିଟିଜ ଚାଲିଲା। କନସିକ୍ୱେନ୍ସେସ୍ କଣ ତାକୁ ଯଦି କୌଣସି ଆମେ ହୋମୱାର୍କ କମ୍ପ୍ଲିଟ କଲା ପରେ ଆମେ କୌଣସି ପ୍ରକାର ରେନଫୋର୍ସମେଣ୍ଟ ଦଉଛନ୍ତି ଷ୍ଟିମୁଲସ ଦଉଛନ୍ତି ଯୋଉଟା କହୁଛନ୍ତି ତାଙ୍କୁ ପ୍ରଶଂସା ଆକାରରେ ଦେଇପାରିବା ତାଙ୍କୁ ଚକୋଲେଟ ଆକାରରେ ରିୱାର୍ଡ ଆକାରରେ ଦେଇପାରିବା ପ୍ରାଇଜ ଆକାରରେ ଦେଇପାରିବା ଯେକୌଣସି ମାଧ୍ୟମରେ ଦେଇପାରିବା ହେଲା ଏଇଟା କଲେ। ପିଲାଟେ ଯଦି ପାଠ ନ ପଢିକି ମୋବାଇଲ ଚଲଉଥିବ ତା ମୋବାଇଲ ଟାକୁ ଯେତେବେଳେ କାଢି ନବା ସେ ପାଠ ପଢିବ। ତ ସେ ଜାଗାରେ ଯୋଉ ରେନଫୋର୍ସମେଣ୍ଟ ଦେଲା ନେଗେଟିଭ ରେନଫୋର୍ସମେଣ୍ଟ କୁହାଯିବ ଯୋଉଟା କି ଆମେ ପନିଶମେଣ୍ଟ ଆକାରରେ ଦେବା।
ତ ଏଇଟାକୁ ବୁଝିବାକୁ ପଡିବ। ତ association between the particular behavior and consequences। ତାପରେ ଆମେ କଣ କହୁଛନ୍ତି ନା ସ୍କିନର ଇଣ୍ଟ୍ରୋଡ୍ୟୁସ ଏ ନ୍ୟୁ ଟର୍ମ ଇନ ଦ ଲ ଅଫ ଇଫେକ୍ଟ, ଯୋଉଟାକି ଆମେ କହୁଛନ୍ତି ଇଣ୍ଟ୍ରୋଡ୍ୟୁସ ଦ ଲ ଅଫ ଇଫେକ୍ଟ, ଯୋଉଟା ଆମେ କହୁଛନ୍ତି କଣ ରେନଫୋର୍ସମେଣ୍ଟ। ଆମେ କଣ କହୁଛନ୍ତି ଦେଖୁ ଲ ଅଫ ଇଫେକ୍ଟକୁ ଆମେ କହୁଛନ୍ତି କଣ ରେନଫୋର୍ସମେଣ୍ଟ। ତାକୁ ମନେ ରଖିଥିବ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆସିଥାଏ। ତାପରେ ଆମେ ଦେଖିବା ସ୍କିନର ଏକ୍ସପେରିମେଣ୍ଟ। ଏକ୍ସପେରିମେଣ୍ଟର ରେଟ୍, ଦିଟା ଏକ୍ସପେରିମେଣ୍ଟ ଦେଇଥିଲେ, ଗୋଟେ ରେଟ୍ ଉପରେ ଆଉ ଗୋଟେ ହଉଛି ପିଜନ ଉପରେ। ପିଲାମାନେ ଦେଖ ଏକ୍ସପେରିମେଣ୍ଟକୁ। ଯୋଉ ମୂଷାଟି କଣ କରୁଛି ନା ଏଠି ଗୋଟେ ଲିଭର ଅଛି, ଏ ଲିଭରକୁ ପ୍ରେସ୍ କରୁଛି, ଲାଇଟ୍ ଜଳୁଛି, ତାପରେ ଏଠି ଖାଦ୍ୟ ଆସୁଛି। କେତେ ଥର ପ୍ରେସ୍ କରୁଛି କଣ କରୁଛି, କିନ୍ତୁ ପ୍ରେସ୍ କଲା ମାନେ ହିଁ ଦିଥର କରୁ କି ତିନିଥର କରୁ, ଯେତେ ଥର କରୁ ଖାଇବା ଆସୁଛି ଏଠି। ତ ମୂଷାଟିକୁ ଜଣା ମାନେ ଫାଷ୍ଟ ଯେତେବେଳେ କେଜ୍ ଉପରେ ଏଇ କେଜ୍ ଭିତରେ ଛଡା ହେଲା, ତ ଏଇଟାକୁ ତମେ ଜାଣିବା ଦରକାର ଯେ ଯେତେବେଳେ ମୂଷାଟିକୁ ଦେଖ ଏଠି ଗୋଟେ ମୂଷା ଅଛି, କେଜ୍ ଭିତରେ ତାକୁ ରଖାହେଇଛି, ଫାଷ୍ଟ ଟାଇମ ଗୋଟେ କେଜ୍ ଭିତରେ ଛଡା ହେଇଗଲା। ଏଟା କୁହାଯାଏ ସ୍କିନର ବକ୍ସ ବୋଲି, ମନେ ରଖିଥିବ। ଯୋଉ ଆମର ଏକ୍ସପେରିମେଣ୍ଟ ହେଇଥିଲା ତାକୁ କୁହାଯାଏ ସ୍କିନର ବକ୍ସ ବୋଲି। ସେ ସ୍କିନର ବକ୍ସରେ ଏକ୍ସପେରିମେଣ୍ଟ କରାହେଇଥିଲା। ଫାଷ୍ଟ ଏକ୍ସପେରିମେଣ୍ଟ ରେଟ୍ ଉପରେ କରାହେଇଥିଲା, ତାପରେ କରାହେଇଥିଲା ପିଜନ ଉପରେ। ତ ଫାଷ୍ଟ ଗୋଟେ ମୂଷାକୁ କଣ କରାଗଲା ନା ଏଇ କେଜ୍ ଭିତରେ ଛଡା ହେଇଗଲା, ଦେଖିପାରୁଥିବ ଏ କେଜ୍ ଭିତରେ ଛଡା ହେଇଗଲା। କେଜରେ ଯେତେବେଳେ ଛଡା ହେଲା, ପିଲା ମୂଷାଟି କଣ କଲା ଆଗେ ଡେଇଁଲା, ଏପଟ ସେପଟ ଡେଇଁଲା, ଆକ୍ଚୁଆଲି ତାକୁ ଜଣା ନାହିଁ କଣ କରିବାର ଅଛି, ହେଲା। ଯେତେବେଳେ ସେ ମୂଷାଟି କଣ କଲା ନା ଯେତେବେଳେ ଦେଖିଲା ଏଠି କଣ ଗୋଟେ ଲିଭର ଅଛି, ଏଠି ଅଛି, ସେ ଲିଭରକୁ ପ୍ରେସ୍ କରିଦେଲା। ଲିଭରକୁ ଯେତେବେଳେ ପ୍ରେସ୍ କରିଦେଲା, ତ ପ୍ରେସ୍ କଲା ମାତ୍ରେ ଏଠି ଦେଖିବ ଫୁଡ ଡିସ୍ପେନ୍ସରୀ ଲାଗିଛି, ଏଠି ଖାଦ୍ୟ ଅଛି, ଏ ଜାଗାରେ ଖାଦ୍ୟ ରଖାଯାଇଛି। ଯଦି ପ୍ରେସ୍ କରିବ ଖାଦ୍ୟ ଏଠୁ ଆସିକି ଏଇ ଜାଗାରେ ଖାଦ୍ୟ ଗୁଡାକ ପଡିଯିବ। ମୂଷା ଆସିବ ସେଇଟା ଖାଇବ, ଏଠିକି ଆସିବ ମୂଷା ଖାଇବ, ହେଲା। ତ ଏଇଟା କୁହାଯାଉଛି କଣ ନା ଏଟା ଏକ୍ସପେରିମେଣ୍ଟ କରାଗଲା। ତ ତାପରେ ସିଏ କଣ କଲେ ନା ବିଭିନ୍ନ ମାନେ ଥରେ ଏକ୍ସପେରିମେଣ୍ଟ କଲେନି, ବାରମ୍ବାର ଏକ୍ସପେରିମେଣ୍ଟ କଲେ। ଏକ୍ସପେରିମେଣ୍ଟ କରିକି ଦେଖିପାରୁଥିବ ଏଇଟା କୁହାଯାଉଛି ଗୋଟେ ସାଉଣ୍ଡ ବି ହଉଛି, ସ୍ପିକର ସିଗ୍ନାଲ ଦେଲେ। ପେଲେଟ ଡିସ୍ପେନ୍ସର ଏଠି ଖାଦ୍ୟ ରହିଛି, ଡିସ୍ପେନ୍ସର ଟ୍ୟୁବ ମାଧ୍ୟମରେ ଏଇଠି ଏଇ ଟ୍ୟୁବଟା ରହିଛି, ଏଇଠି ଏଇଠି ଖାଦ୍ୟ ଆସିକି ଡାଇରେକ୍ଟ ଏଇ ଜାଗାରେ ପଡୁଛି। ତାପରେ ଫୁଡ କପ୍ ଅଛି, ଏଠି ଫୁଡ କପ୍ ବି ରଖାଯାଇଛି, ଖାଦ୍ୟ ଆସିକି କପରେ ରହିବ। ଆଉ ଏଠି ଲାଇଟ୍ ବି ଲାଗିଛି। ଆଉ ଏଠି ଆମେ କହୁଛନ୍ତି କଣ, ଏଇଟାକୁ ଲିଭର ବୋଲି ଆମେ କହୁଛନ୍ତି, ଯୋଉଟାକୁ ସେ ପ୍ରେସ୍ କରୁଛି। ଏଇଟାକୁ ରିଏଲ ଭିଡିଓରେ ବି ସେଇଭଳିଆ ପ୍ରେସ୍ କରୁଥିଲା ମୂଷା, ହେଲା। ତ ଏ ମାଧ୍ୟମରେ ଜାଣୁଛ କଣ, ଯେତେବେଳେ ମୂଷା ଏଇଠି ପ୍ରେସ୍ କରିଦଉଛି, ଖାଦ୍ୟ ଆସି ପଡୁଛି, ଖାଦ୍ୟଟାକୁ ଖାଉଛି। ବାକି ଏମିତି ସେଟ୍ କରାହେଇଥିଲା, ବାରମ୍ବାର ଏକ୍ସପେରିମେଣ୍ଟ କଲେ ଫାଷ୍ଟ ଥର ସେ କଣ କରୁଛି, ଦିଥର ପ୍ରେସ୍ କଲା ବେଳକୁ ଖାଦ୍ୟ ପଡିଯାଉଛି, କେତେବେଳେ ଥରେ କଲା ବେଳକୁ ପଡିଯାଉଛି। ତ ଏଇ ଥିଓରିଟା କଣ ବୁଝିବା, ପରବର୍ତ୍ତୀ ମୁହୂର୍ତ୍ତରେ ବୁଝିବା ଆମେ ଭଲ ଭାବରେ। ତ ଖାଦ୍ୟ ପଡିଯାଉଛି, ଖାଉଛି, ଜାଣିଛି ଯେ ଲିଭରଟାକୁ ପ୍ରେସ୍ କଲା ମାନେ ମତେ ଖାଦ୍ୟ ମିଳିବ। ଥରେ କରେ, ଦିଥର କରେ କି 5 ଥର କଣ୍ଟିନ୍ୟୁଅସଲି କରେ, ଖାଦ୍ୟ ମିଳିବାର ଅଛି। ତ ମୁଁ ସେମିତି କରେ। କଣ ହେଲା ନା ପୁଣି ଗୋଟେ ସେଇ ବକ୍ସ ଭିତରେ, ସ୍କିନର ବକ୍ସ ଭିତରେ ମୁଁ ସବୁ ଛଡା ହେଲା। ଦେଖିଥିବେ ଇଣ୍ଡକ୍ସନ ଜେନେରେଟର ଏଠି ଲଗା ହେଇଛି। ଟିକେ ଇଲେକ୍ଟ୍ରିକ କରେଣ୍ଟ ମାରିବ। ତ ପୁରା କରେଣ୍ଟ ମାରିଲେ ତ ମୂଷା ମରିଯିବ। ଟିକେ କିନ୍ତୁ କରେଣ୍ଟ ମାରିବ, ଯାହା ଦ୍ୱାରା ସେ କଣ ହବ ନା ତାକୁ ଟିକେ ଝଟକା ଲାଗିବ। ଇଲେକ୍ଟ୍ରିକ ଗ୍ରିଡ୍ ଲଗା ହେଇଛି ଏଇଠି। ଏଇ ଜାଗାରେ ଇଲେକ୍ଟ୍ରିକ ଗ୍ରିଡ୍ ଲଗା ହେଇଛି, ଦେଖିପାରିବ, ଲେଖା ହେଇଛି ଏଇଠି, ହେଲା। ତ ଯେତେବେଳେ ସେ କରେଣ୍ଟ ମାରୁଛି, ସେ ଯାଇକି ଏ ଲିଭରରେ ହିଁ ସୁଇଚ୍ ରହିଛି, ଲିଭରକୁ ପ୍ରେସ୍ କରିଦବ ଯେତେବେଳେ କରେଣ୍ଟଟା ବନ୍ଦ ହେଇଯିବ। ତାମାନେ ପିଲାମାନଙ୍କୁ ନେଗେଟିଭ ଆକ୍ଟିଭିଟି ଯୋଉ କରନ୍ତି, ଯେମିତି କହିଲି ମୋବାଇଲ ଚଲଉଥିବ, ମୋବାଇଲ ଚଲେଇଲା ମାନେ ସଙ୍ଗେ ସଙ୍ଗେ ତା ମୋବାଇଲଟାକୁ ନେଇଯିବା। ତ ସେଇ ବିହେଭିୟରଟା ଜାଣିଛି, ବା ମୋବାଇଲ ଚଲଉଥିବ ବହୁତ ସମୟ, ତାକୁ କେହି ଯଦି ଅନେଇବ ପାଟି କରିବ ଘରର ଲୋକ, ସେ ମୋବାଇଲ ରଖିଦେଇ ସମସ୍ତେ ପାଠ ପଢିବ। ଆକ୍ଚୁଆଲି ଜିନିଷଟା କଣ ନା ନେଗେଟିଭ ଜିନିଷଟାକୁ ଆଭଏଡ କରିବାକୁ ହେଲେ ସେ କଣ୍ଡିସନ ଅନୁସାରେ ତାକୁ ଯିବାକୁ ପଡିବ। ଅପରେଣ୍ଟ ହବାକୁ ପଡିବ, ନିଜ ନିଜେ ଅପରେଟ କରିବାକୁ ପଡିବ। ସେଥିପାଇଁ ତାକୁ କୁହାଯାଏ ଅପରେଣ୍ଟ କଣ୍ଡିସନିଂ ଥିଓରି। ତ ଏଠି କଣ କରୁଛି ନା ସେ ଲିଭରକୁ ପ୍ରେସ୍ କରିଦଉଛି, ତ କରେଣ୍ଟ ବି ବନ୍ଦ ହେଇଯାଉଛି। ତ ଆମେ ଜାଣିଲେ ଇଏ ହଉଛି ସ୍କିନର ବକ୍ସର ରେଟ୍ ଉପରେ ହଉଛି ଏକ୍ସପେରିମେଣ୍ଟ। ତାପରେ ଆମେ ଜାଣିବା ପିଜନ ଉପରେ କିପରି ଏକ୍ସପେରିମେଣ୍ଟ ହେଇଥିଲା।
And we're going to try another ଏ ଭିଡିଓରେ pigeon ଦେଖିପାରିବ now. And ପିଜନ ଉପରେ I will ଏକ୍ସପେରିମେଣ୍ଟ try ହେଇଛି। to pick out some particular pattern of behavior and make it a more frequent part of the repertoire of the bird. Very fine. This bird has been already conditioned to eat when the magazine sounds and the light flashes. Now we'll just watch its behavior a bit. It's not doing anything in particular, you see, but I'm going to try to get it to do something. Suppose I shape up the behavior of ପାରା ଯାଇକି ଏଇ ଜାଗାରେ ଯୋଉ ଅଛି ଗାତ ଭଳିଆ ଅଛି ଦେଖିପାରିବେ ସେ ଜାଗାରେ ଯାଇକି ସେ ଫୁକୁଛି ତା ଦ୍ୱାରା ଖାଇବା ପଳେଇ ଆସୁଛି ସାଉଣ୍ଡ କଲେ ଖାଇବା ଆସୁଛି ବାକି ସେଟାକୁ ଆମେ ପରବର୍ତ୍ତୀ ପଢିବା ଯେତେବେଳେ ଥିଓରିଟିକୁ ଭଲ ଭାବରେ ବୁଝିବା ଜାଣିପାରିବା ଏକ୍ସପେରିମେଣ୍ଟକୁ ଦେଖ ଭଲ ଭାବରେ କଣ ହଉଛି। ପାରାଟି ଖୁମ୍ପି ଚାଲିଛି ଖୁମ୍ପିଲା ମାନେ ଥରେ ଖୁମ୍ପିଲେ ବି ଖାଇବା ଆସୁଛି କେତେବେଳେ 5 ଥର ଖୁମ୍ପିଲେ ବି ଖାଇବା ଆସୁଛି କେତେବେଳେ 6 ଥର ଖୁମ୍ପିଲେ ବି ଖାଇବା ଆସୁଛି କେତେବେଳେ ଥରେ ଖୁମ୍ପିଲେ ବି ଖାଇବା ଆସୁଛି ତ ଏଇ ଖାଇବା କିନ୍ତୁ ସେଇ ଜାଗାରୁ ହିଁ ଆସିବ ସେ ଜାଣିଯାଇଛି। ଲାଇଟ୍ ଜଳୁଛି ସେ ଲାଇଟ୍ ବି ଜଳୁଛି ଦେଖିବ ସେଇ ସମୟରେ ଖାଇବା ଆସୁଛି। କଣ ଦେଖିପାରିବ ଏଠି ଏକ୍ସପେରିମେଣ୍ଟଟାକୁ ଡିଟେଲ କୁହାଯାଇଛି ଷ୍ଟେପ 1 give the pigeon food when it turns towards the bottom ଯେତେବେଳେ ପିଜନ କୁ ଛାଡ଼ିଦେଲେ ସେଇ ବକ୍ସ ପାଖରେ ସେ ଯେତେବେଳେ ବଟନ ଆଡକୁ ଅନେଇଲା ସେତେବେଳେ ତାକୁ ଗୋଟେ ଖାଦ୍ୟ ଦେଲେ ସେ ଜାଣିବା ଦରକାର ଯେ ସେଇ ଜାଗାରେ ଗଲେ ହିଁ ଖାଦ୍ୟ ମିଳିବ ଯେମିତି ଛୋଟ ପିଲାଟେ ପାଠ ପଢିଲେ ଜଷ୍ଟ ପଢିବାକୁ ମୋଟିଭ କଲେ ତାକୁ ଗୋଟେ ଚକୋଲେଟ ଦେଇଦବା ଜାଣିବା ପାଠ ପଢିବ ଗଲା ତ ଫାର୍ଷ୍ଟ ଷ୍ଟେଜରେ ଏଇଭଳିଆ ତାକୁ ରେନଫୋର୍ସମେଣ୍ଟ ଦିଆଗଲା ବା ତାକୁ ଷ୍ଟିମୁଲସ ଦିଆଗଲା ତାକୁ ଆମେ କହୁଛନ୍ତି କଣ ନା ଏଟା ହଉଛି ଫାର୍ଷ୍ଟ ଷ୍ଟେପରେ ଆମେ କହିଲି ତାପରେ ସେକେଣ୍ଡ ଷ୍ଟେପ କଣ ଆସିଲା ସେକେଣ୍ଡ ଷ୍ଟେପରେ ସେ କଣ କଲା ଗିଭ୍ ଦ ପିଜନ ଫୁଡ ହ୍ୱେନ୍ ଇଟ୍ ୱର୍କସ୍ ଟୁୱାର୍ଡ ଦ ବଟନ ବଟନ ଆଡେ ଚାଲିବ ପୁଣି ଖାଦ୍ୟ ଦେଇଦେଲେ ସେ ଖାଇଲା ପୁଣି କଣ ଷ୍ଟେପ ତାର 3 ରେ କଣ ହେଲା ନା ଷ୍ଟେପ 3 ରେ ଗିଭ୍ ଦ ପିଜନ food when rises its head to height of the button button ଉପରେ ଯେତେବେଳେ ମୁଣ୍ଡ ବଢେଇବ ସେତେବେଳେ ଖାଦ୍ୟ ଦେଇଦେଲେ ପୁଣି ଷ୍ଟେପ 4 ରେ କଣ ହେଲା give the pigeon food when taps the button with the its beak ନା ତୁମେ ତ ପ୍ରେସ୍ କଲା ଖାଦ୍ୟ ମିଳିଗଲା ହେଲା ତ ତାକୁ ଗୋଟେ ଲର୍ଣ୍ଣିଂ ପ୍ରୋସେସ ଇନଭଲ୍ଭ କରାଗଲା ଛୋଟ ପିଲାକୁ ଯେତେ ଆମେ ପାଠ ପଢଉଛନ୍ତି ଆଲଫାବେଟ ଶିଖଉଛନ୍ତି ପାଠ ପଢିବାକୁ ମନୋବୃତ୍ତି ଆଣୁଛନ୍ତି ପିଲା କାନ୍ଦେ ତ ପାଠ ପଢିବାକୁ ସ୍ଲେଟ ଧରିକି ଆମେ ପାଠ ପଢାতে ବସନ୍ତି ଓ ଆ ଶିଖାନ୍ତି ଷ୍ଟେପ ବାଇ ଷ୍ଟେପ ଶିଖାନ୍ତି ତ ଏଟା ହଉଛି ଷ୍ଟେପ ବାଇ ଷ୍ଟେପ ହିଁ ଶିଖେଇବା ତ ଷ୍ଟେପ ବାଇ ଷ୍ଟେପ ଗୋଟେ ଅପରେଟ କରୁଛନ୍ତି ତାକୁ ସେଥିପାଇଁ କୁହାଯାଏ ଅପରେଣ୍ଟ କଣ୍ଡିସନିଂ ହେଲା କଣ କିଛି ରିୱାର୍ଡ କିଛି ପ୍ରାଇଜ ହଁ ତ ଏଇ ମାଧ୍ୟମରେ ଆମେ ତାକୁ ଶିଖଉଛନ୍ତି ଇଏ ଥିଲା ତାର ଏକ୍ସପେରିମେଣ୍ଟ ତ ଏକ୍ସପେରିମେଣ୍ଟ ଯୋଉ କଲେ ଆମେ ଦେଖିବା ଡେମୋନଷ୍ଟ୍ରେଟିଂ ଦ ଅପରେଣ୍ଟ କଣ୍ଡିସନରେ ବିଏଫ ସ୍କିନର କଣ କହୁଛନ୍ତି ଦେଖିବା ଏଇଠି ଏ ପଏଣ୍ଟରେ ବିଏଫ ସ୍କିନର ବିଲ୍ଡ ଏ ସ୍ପେସିଆଲ ଅପରେଣ୍ଟ ଚେମ୍ବର ଗୋଟେ କରିଥିଲେ ଯୋଉଟା ଆମେ ସ୍କିନର ବକ୍ସ ବୋଲି ଆମେ ଏଠି କହୁଛନ୍ତି ଆଉ କଣ in the box food pellet can be dispensed through the tube into the food cup and when liver and bar is pressed ଆମେ ଜାଣିଛନ୍ତି ମୁଁ ତମକୁ ଏଟା ବି କହିଛି ତାପରେ the base rate of the responding refers to the number of times and rate will press the liver as it is exploring the environment before food is dispensed is activated ମାନେ ସେ ଏନଭାୟରନମେଣ୍ଟରେ ଯେତେବେଳେ ରେଟଟା କଣ କରୁଛି ତା ଆକ୍ଟିଭିଟି ନମ୍ବର ଅଫ ଟାଇମ ସିଏ ଲିଭର ପ୍ରେସ୍ କରୁଛି ତାକୁ ଖାଦ୍ୟ ମିଳୁଛି ବାସ୍ ତାପରେ as predicted by the Thorndike law of effect the rate of liver pressing of the increase the food appears to be after liver press ତା ମାନେ ସେ law of effect ମାନେ କଣ ଯେତେବେଳେ ପରମାନେଣ୍ଟ ସେ ଶିଖିଗଲା ଜିନିଷଟା କଣ ଦେଇ ଚାଲିଛି ରେସ୍ପନ୍ସ ତାକୁ ରେନଫୋର୍ସମେଣ୍ଟ ମିଳି ଚାଲିଛି ହେଲା କଣ ନା the learning that occurs which in the rate of the response and not in the nature not its nature ତା ମାନେ ସେ କହିଲା କଣ ତାକୁ ଲର୍ଣ୍ଣିଂ ପ୍ରୋସେସରେ ଇନଭଲ୍ଭ କରିବାର ଅଛି ଯାହା ମାଧ୍ୟମରେ ତାକୁ ରେସ୍ପନ୍ସ ଦେବାକୁ ପଡିବ ହେଲା ତାର କିଛି ସିମ୍ପଲ ରୁଲ୍ସ ଅଛି ଆମକୁ ଜାଣିବାକୁ ପଡିବ ସିମ୍ପଲ ରୁଲ୍ସ କଣ ନା ଫାର୍ଷ୍ଟ ଆମେ ବିହେଭିୟର ଦେଲା ଯୋଉ ବିହେଭିୟରଟା କଣ ହବା ଦରକାର ପଜିଟିଭ କନସିକ୍ୱେନ୍ସେସ୍ ତା ମାନେ ଆକ୍ଟିଭିଟିଟା କରୁଛି ସେ ଶିଖୁଛି ପଜିଟିଭ କନସିକ୍ୱେନ୍ସ ଯାଉଛି ତାପରେ ତାକୁ ରିପିଟ ହବ ବିହେଭିୟରଟା କଣ ଯାଇକି ଫୁଡ ଲିଭରଟାକୁ ପ୍ରେସ୍ କଲା ପଜିଟିଭ କନସିକ୍ୱେନ୍ସେସ୍ ଗଲା ଠିକ ୱେରେ ଗଲା ପଢିବାକୁ ପଢିଲେ ଯାଇକି ତାକୁ ପରୀକ୍ଷାରେ ପାସ୍ ହବ ପାଠଟା ପଢିଲା ତାପରେ ପାସ୍ ହେଲା ମାନେ ସେଇ ପ୍ରୋସେସ ହିଁ ସେ ଫଲୋ କରିବ କାହିଁକିନା ତାକୁ ରିପିଟ ତାକୁ ପଜିଟିଭ କନସିକ୍ୱେନ୍ସ ମିଳୁଛି ଯଦି ପଜିଟିଭ ନ ମିଳିଥାନ୍ତା ତାହେଲେ ସେ ତାକୁ ରିପିଟ କରିନଥାନ୍ତା କଣ ନା ସେ ପାଠ ପଢିଲା ତାକୁ ରିୱାର୍ଡ ମିଳିଲା ତାକୁ ଚକୋଲେଟ ମିଳିଲା
ଯଦି କିଛି ନ ମିଳିବ ତାହେଲେ ତାକୁ ରିପୋର୍ଟ କରିବନି କେବେ। ତମକୁ ଯଦି କୌଣସି କାମ କରୁଛ ତାର ଫାଇଦା ମିଳୁନି, ତମେ କେବେ ସେ କାମ ହିଁ କରିବନି। ତ ଏଇଟା ଠିକ ଏକ୍ସାକ୍ଟ ସେମିତି ଜିନିଷ। କୋଉ ବିହେଭିୟର ନା ପାଠ ପଢିବା ପ୍ରତି ହଉ ବା କୌଣସି ମୂଷା ତା ଖାଇବା ପ୍ରତି ହଉ କିମ୍ବା ପାରା ଯାଇକି ସେଠି ଫୁଡ ପ୍ୟାଲେଟ ଯୋଉ ଖୁମ୍ପ ମାରିଲା ପରେ ତାକୁ ଖାଇବା ମିଳୁଛି। ତ ସେ ପ୍ରୋସେସ ହଉ। ଯଦି ତାକୁ ଖାଇବା ନ ମିଳିବ, ସେ କେବେ ବି ସେଇଟାକୁ ରିପିଟ୍ କରିବନି ଆଉ। ହେଲା? ଏଇଟା ହଉଛି କୁହାହଉଛି। ତ ଏଠି କଣ କୁହାହଉଛି ବିହେଭିୟର, ନେଗେଟିଭ କନସିକ୍ୱେନ୍ସ। ତାକୁ ଯଦି ଖାଇବା ନ ମିଳିବ, ପିଲା ଯଦି ପାଠ ପଢିଲେ ତାକୁ ପଢିଲା ଚକୋଲେଟ ମିଳିଲାନି, ସିଏ ଆଉ ପାଠ ପଢିବନି, ଇଚ୍ଛା କରିବନି। ହେଲା? ତ ଏଟା ଲେସ୍ ଲାଇକଲି ରିପିଟ୍। ଏଟା ଆଉ ରିପିଟ୍ କରିବ ନାହିଁ। ଏ ଥିଓରିଟା ବୁଝିପାରୁଛ ଆଶା କରୁଛି ଭଲ ଭାବରେ। ତାପରେ କଣ ଆସିଲା ଅପରେଣ୍ଟ କଣ୍ଡିସନିଂ ଆସିଲା କଣ? ନା ବିହେଭିୟର କେତେ ପ୍ରକାର ଦେଖିବା। ଆମେ ଯଦି ବିହେଭିୟର ଗୋଟେ ୱିକ୍ ଆଡିକି ପଳେଇବ, ଗୋଟେ ହଉଛି ଷ୍ଟ୍ରେngth ଆଡିକି ପଳେଇବ। ଆମେ ଷ୍ଟ୍ରେngth ବିଷୟରେ ଜାଣିବା। କଣ ରେନଫୋର୍ସର। ଯଦି ଆମେ ରେନଫୋର୍ସମେଣ୍ଟ ଦବା, ପିଲାଟିକୁ ଆମେ କହିଲେ ପାଠ ପଢ, ତାପରେ ଚକୋଲେଟ ଦବା କି ପ୍ରାଇଜ ଦବା କି ପ୍ରଶଂସା କରିବା, ସେ ପିଲାଟି କଣ ହବ? ନା ଷ୍ଟ୍ରେngth ହବ। ତାର ଯୋଉ ବିହେଭିୟରଟା ହବ ଷ୍ଟ୍ରେngth ହବ। ପାଠ ପଢା ପ୍ରତି ହଉ, ଆକ୍ଟିଭିଟି। ଯେମିତି ମୂଷାକୁ ଆମେ ଖାଦ୍ୟ ଦେଲେ, ଖାଦ୍ୟ ନ ଦେଇଥାନ୍ତେ ତାହେଲେ ୱିକ୍ ହେଇଯାଇଥାନ୍ତା। ୱିକ୍ ହେଇଥାନ୍ତା। ଯଦି ଖାଦ୍ୟ ଦେଲେ ବୋଲି ତା ବିହେଭିୟରଟା ଷ୍ଟ୍ରଙ୍ଗ ହେଲା କଣ ନା ସେ ଲିଭରକୁ ପ୍ରେସ୍ କରିବା ଶିଖିଗଲା। ତ ରେନଫୋର୍ସର ହଉଛି ଦି ପ୍ରକାରର। ଗୋଟେ ହଉଛି କଣ ନା ସମଟାଇମ୍ସ ଦ ସବଜେକ୍ଟ ଏକ୍ସପିରିଏନ୍ସ ଅର୍ ଏକ୍ସପେକ୍ଟେଡ ଦ ଆଣ୍ଡ ୱାଣ୍ଟ ଟୁ ଷ୍ଟପ୍ ଦ ଆଭଏଡ୍। ତାମାନେ କଣ? ରେନଫୋର୍ସମେଣ୍ଟ ବି ଦି ପ୍ରକାର ଅଛି। ଗୋଟେ ହଉଛି ପଜିଟିଭ ରେନଫୋର୍ସମେଣ୍ଟ ଦେଖିପାରିବ, ଗୋଟେ ହଉଛି ନେଗେଟିଭ ରେନଫୋର୍ସମେଣ୍ଟ। ପଜିଟିଭ କଣ? ନା ଏଠି ଆମେ ପଜିଟିଭଟା ଆଗେ ଜାଣିଯିବା। କଣ ନା ସମଟାଇମ୍ସ ଦ ସବଜେକ୍ଟ ଡଜ୍ ଲାଇକ୍ ଭ୍ୟାଲୁ ଆଣ୍ଡ ୱାଣ୍ଟସ୍ ଟୁ ହେଭ୍ ଅର୍ କିପ୍। ତାମାନେ ସେଟାକୁ ସେଇ ଯୋଉ କାର୍ଯ୍ୟ ପ୍ରତି ତାର ଆଗ୍ରହ ବଢି ଯାଇଥାଏ, ସେ କାମଟାକୁ କରୁଥାଏ। କଣ ନା ଏକ୍ସାମ୍ପଲ ମୁଁ ତମକୁ ଦଉଛି କଣ? ଆପ୍ରୁଭାଲ। ତାକୁ କୌଣସି କାମ କଲା ତାକୁ କହିଲେ ହଁ ଏଇଟା ଠିକ ଅଛି, ତୁ ଆହୁରି କର ଆଗ। ଗୋଲ୍ଡ ଷ୍ଟାର ତାକୁ କଣ କଲେ ନା ଦେଖିବ ଛୋଟ ପିଲା ଦେଲେ 5 ଷ୍ଟାର ରେଟିଂ ଦେଲେ। ହଁ, କିମ୍ବା ତାକୁ ସ୍ମାଇଲ୍ ଚିହ୍ନ ଦେଲେ ଛୋଟ ପିଲାଙ୍କୁ। ହଁ, ଭେରି ଗୁଡ୍ ଲେଖିଦେଲେ, ଏକ୍ସେଲେଣ୍ଟ ଲେଖିଦେଲେ। ତ ପିଲାଟି ଭଲ ଲାଗିବ ତାକୁ କାମ କରିବା ପାଇଁ, ବା ପାଠ ପଢିବା ପାଇଁ। ତାପରେ ତାକୁ କିଛି ପଇସା ଦେଲେ, ପଇସାଟା ଖର୍ଚ୍ଚ କରିବୁ ଯା, ବା ଚକୋଲେଟ ଦେଇଦେଲେ। ଯୋଉଥିପାଇଁ ପଜିଟିଭ ରେନଫୋର୍ସ ବୋଲି କହୁଛନ୍ତି। କଣ ନା ସମଟାଇମ୍ସ ସବଜେକ୍ଟ ଡଜ୍ ଲାଇକ୍ ଭ୍ୟାଲୁ ଆଣ୍ଡ ୱାଣ୍ଟ ଟୁ ହେଭ୍ ଟୁ କିପ୍। ମାନେ କାମ କରିବାକୁ ସେ ଚାହେଁ। ଆଉ କିଛି ଅଛି ନେଗେଟିଭ କଣ? ନେଗେଟିଭ କଣ? ନା ସମଟାଇମ୍ସ ଦ ସବଜେକ୍ଟ ଇଜ ଏକ୍ସପିରିଏନ୍ସ ଅର୍ ଏକ୍ସପିରିଏନ୍ସ ୱାଣ୍ଟ ଟୁ ଷ୍ଟପ୍ ଆଣ୍ଡ ଆଭଏଡ୍। ସେ କାମଟା କରିବାକୁ ବନ୍ଦ କରିଦବ, କାମ କରିବନି। କଣ ନା କ୍ଲିନିଂ ଦ ରୁମ୍, stop nagging, using the suntan lotion, avoid the burning, and giving the toy stops to winning। ତାମାନେ ସେ କଣ କହୁଛି? ଯେତେବେଳେ ସେ ଏଇଟା ଗୋଟେ ଏକ୍ସାମ୍ପଲ ଦିଆଗଲା ତମକୁ। କଣ କହିଲ ନା ଯେତେବେଳେ ସେ କଣ କହୁଛି ନା କୌଣସି କାମ ଏମିତି ଆକ୍ଟିଭିଟି କରୁଛି, ଯୋଉଟାକୁ ଆମେ କହୁଛନ୍ତି କଣ? ସେ ଆକ୍ଟିଭିଟିଟା ଯଦି ଆମେ ବନ୍ଦ କରିଦବା, ତାହେଲେ ତମେ ଯୋଉ ଜିନିଷଟାକୁ ଶିଖୁଛ, ସେ ଖାଲି ତାର କାମରେ ଆସିବ। କିପରି? ନା ତମେ ଯେତେବେଳେ କଣ କରୁଛ ନା ତମେ ପରୀକ୍ଷା ପାଖକୁ ଆସିଲାଣି, ତମେ କଣ କରୁଛ ନା ପାଠ ପଢୁନ ଆଉ ଟୋଟାଲି ମୋବାଇଲ ଦେଖୁଛ, ତ ମୋବାଇଲ ଦେଖିବା ବନ୍ଦ କରିଦବ। କରିଦେଲେ କଣ ହବ? ପାଠଟା ପଢିବ। ସେଇଭଳିଆ କଠିନ ପରିଶ୍ରମ କରିବ। ଷ୍ଟଡି ହାର୍ଡ ଟୁ ପ୍ରିଭେଣ୍ଟ ଦ ଫେଲ୍ୟୁର। ତାମାନେ ଷ୍ଟଡି ହାର୍ଡ ଟୁ ପ୍ରିଭେଣ୍ଟ ଦ ଫେଲ୍ୟୁର ମାନେ କଣ? ତମେ ଷ୍ଟଡି କରିବ, ଯାହାଦ୍ୱାରା ତମର ଯୋଉ ଫେଲ୍ୟୁରଟା ହବ ନାହିଁ, ତମେ ପାସ୍ କରିଯିବ। ସେଇଟା କୁହାହଉଛି କଣ? ନେଗେଟିଭ ରେନଫୋର୍ସମେଣ୍ଟ। ମାନେ ତାକୁ ଷ୍ଟପ୍ କରିଦବା ବା ଆଭଏଡ୍ କରିଦବା ସେଇ ଜିନିଷଟାକୁ ସେଇ ସମୟରେ। ପିଲାଟିର ପରୀକ୍ଷା ମୋବାଇଲ ଚଲେଇବାଟାକୁ ଆଭଏଡ୍ କରିଦେଲେ ବାସ୍ ପାଠ ପଢିବ, ପାସ୍ କରିଯିବ। ଏଟା କୁହାହଉଛି କଣ? ନେଗେଟିଭ ରେନଫୋର୍ସମେଣ୍ଟ। ଆଇ ହୋପ୍ କି ତମେ ଏଟା ବୁଝିପାରିଥିବ। ତାପରେ ଆସିଲା କଣ? ତାପରେ ଆସିଲା ୱିକେଣ୍ଡ। କଣ ନା ପିଲାଟିକୁ ପନିଶମେଣ୍ଟ ମାଧ୍ୟମରେ କରିବା। ପନିଶମେଣ୍ଟ ବି ପଜିଟିଭ ଅଛି ଗୋଟେ, ଆଉ ଗୋଟେ ଅଛି କଣ? ନେଗେଟିଭ। କଣ ପଜିଟିଭ ପନିଶମେଣ୍ଟ, ନେଗେଟିଭ ପନିଶମେଣ୍ଟ ଆମେ ଟିକେ ବୁଝିବା। ପଜିଟିଭ ପନିଶମେଣ୍ଟ କଣ? ନା ସମଥିଙ୍ଗ ଦ୍ୟାଟ୍ ନଟ୍ ହ୍ୟାପେନିଂ ନାଉ ଆଣ୍ଡ ଦେନ୍ ଦ ସବଜେକ୍ଟ ଡଜ୍ ନଟ୍ ୱାଣ୍ଟ ଟୁ ଏକ୍ସପିରିଏନ୍ସ। ତାମାନେ ସେଟାକୁ କେବେ ବି କରିବାକୁ ଚାହେଁନି। ପନିଶମେଣ୍ଟ କିଏ ଚାହେଁ? କେହି ବି ଚାହାନ୍ତିନି ପନିଶମେଣ୍ଟ। କଣ ପାଇଁ? ନା ଯେତେବେଳେ ଆମେ କଣ କହୁଛନ୍ତି ନା ଫିଜିକାଲ ପନିଶମେଣ୍ଟ ଆମେ କହୁଛନ୍ତି। ପିଲାଟି ଚିଲଉଛି, ପିଲାଟି ଦୌଡାଦୌଡି କରୁଛି, ଏପଟ ସେପଟ ହଉଛି, ଯୋଉଟା କି ତାକୁ ଭଲ ଲାଗୁନି, ସେ ପନିଶମେଣ୍ଟ ଦଉଛନ୍ତି। ପନିଶମେଣ୍ଟ କହୁଛନ୍ତି। କର୍ପୋରାଲ ପନିଶମେଣ୍ଟ ଦେଲେ ସିଏ କେବେ ବି ସେ ଆକ୍ଟିଭିଟିସ୍ କରିବନି, ଟୋଟାଲି ଷ୍ଟପ୍ କରିଦବ, ସେ ଆଉ କରିବ ହିଁ ନାହିଁ। ହେଲା? ପିଲାଟି ଆଉ କେବେ ବି ସେ ବଦମାସି କରିବ ନାହିଁ। ବାସ୍। ଏଟା କୁହାଯାଉଛି କଣ? ପଜିଟିଭ ପନିଶମେଣ୍ଟ। ନେଗେଟିଭ ପନିଶମେଣ୍ଟ ବା ଆମେ ଇନଡାଇରେକ୍ଟ କହୁଛନ୍ତି। ସମଟାଇମ୍ସ ଦ ସବଜେକ୍ଟ ଡଜ୍ ଲାଇକ୍ ଭ୍ୟାଲୁ ଆଣ୍ଡ ୱାଣ୍ଟ ଟୁ କିପ୍ ଇଟ୍। କଣ ନା ଇଏ ନେଗେଟିଭ ପନିଶମେଣ୍ଟ କଣ କହୁଛନ୍ତି ନା ଟେକ୍ ଦ ଟଏଜ୍। ବଦମାସି କଲେ ତା ଖେଳନା ନେଇଯିବା। ପନିଶମେଣ୍ଟ ଦବାନି, ଇନଡାଇରେକ୍ଟ ଦବା, ତା ଖେଳନା ନେଇଯିବା। ଭିଡିଓ ଗେମ୍ ଖେଳୁଥିବ, ଭିଡିଓ ଗେମ୍ ନେଇଯିବା। ହଁ, ତାର ଯୋଉ ଫ୍ରିଡମ
ହେଇଯିବା ଆଉ ତାକୁ ଚୁପ୍ ବସେଇଦବା ଗୋଟେ ରୁମରେ କବାଟ ଦେଇଦବା ହେଲା। ଯୋଉଟାକି ତମେ ଗୋଟେ approval ଥିଲା ଏଇଠି ତୁ କରିପାରିବୁ ଏଇ ସମୟରେ ଆଉ ତାକୁ କରିବାକୁ ଦବାନି। ଖେଳିବା ଟାଇମରେ ଖେଳିବାକୁ ଦବାନି। ନା ତୁ ଆଜି ପାଠ ପଢିନୁ ତତେ ଆଜି ଖେଳିବା ଆଲାଉ ନାହିଁ। ଏଟା କୁହାଯିବ ନେଗେଟିଭ ପନିଶମେଣ୍ଟ। ଯାହାଦ୍ୱାରା ସେ କଣ କରିବ ତାର ଯୋଉ ବିହେଭିୟର ଟା ୱିକ୍ ହେଇଛି ହେଲା। ତ ଏଟାକୁ ଜାଣିଲେ ଆମେ ଦି ପ୍ରକାର ଏଟାକୁ ମନେ ରଖିଥିବ ଭଲ ଭାବରେ ଏଠି କ୍ୱେଶ୍ଚନ ଆସୁଛି। ଆଉ ଗୋଟେ କଥା ମନେ ରଖ ଯେତେବେଳେ ୱିକ୍ ହବ ବିହେଭିୟର ଟା ଡିକ୍ରିଜ କରିଯିବ। ଆଉ ଯେତେବେଳେ ଷ୍ଟ୍ରେngthen ହବ ସେଟା ହଉଛି କଣ ବିହେଭିୟର ଟା ଇନକ୍ରିଜ କରିଯିବ ମନେ ରଖିଥିବ। ଏଟା ହଉଛି କ୍ୱେଶ୍ଚନ ଆସିଥାଏ। ଆଇ ହୋପ ତମମାନେ ବୁଝିପାରିଥିବ। ତାପରେ ଆସିଲା କଣ ବିହେଭିୟର ଏଇଟାକୁ ବୁଝିବାକୁ ଚେଷ୍ଟା କର ଏଠି କଣ କ୍ୱେଶ୍ଚନ କହୁଛି ନା ଯେତେବେଳେ ବିହେଭିୟର ହେଲା ସିଏ କଣ ହେଲା ରେନଫୋର୍ସଡ ହେଲା। ଯେତେବେଳେ ବିହେଭିୟର ଟା ଦେଲା କଣ ପାଠ ପଢିଲା ତା ବଦଳରେ ତାକୁ କଣ ମିଳିଲା ପ୍ରଶଂସା ମିଳିଲା ରିୱାର୍ଡ ମିଳିଲା ଚକୋଲେଟ ମିଳିଲା। ଯାହାଦ୍ୱାରା କଣ ହବ ଷ୍ଟ୍ରେngthen ହେଇଯିବ ପୁରା ସେ ବିହେଭିୟର ଟା କଣ ହବ ପୁରା ଷ୍ଟ୍ରଙ୍ଗ ହେଇଯିବ। ଯଦି ବିହେଭିୟର ଦେଲା ତ କିଛି ନ ମିଳିଲା ପନିଶମେଣ୍ଟ ମିଳିଲା ସେଇଠୁ ସେଇ ଯୋଉ ବିହେଭିୟର ଟା ୱିକ୍ ହେଇଯିବ ଆଉ ସେ ଆକ୍ଟିଭିଟିଜ ଟା କରିବ ନାହିଁ। ଇଏ ଥିଲା ତମର କଣ ନା ଏ ଥିଓରିର ମୋଟୋ। ତାପରେ ଆମେ ଜାଣିବା କଣ ରେନଫୋର୍ସମେଣ୍ଟ କଣ ଯୋଉ ଆମେ ଯୋଉ ଷ୍ଟିମୁଲସ ଦଉଛନ୍ତି ପ୍ରାଇଜ ଦଉଛନ୍ତି ରେନଫୋର୍ସମେଣ୍ଟ ବିଭିନ୍ନ ପ୍ରକାର ଅଛି। ରେନଫୋର୍ସମେଣ୍ଟ ଆମେ ଯେମିତି କାହାକୁ କହୁଛନ୍ତି ଟୁ ଇନକ୍ରିଜ ରେସ୍ପନ୍ସ ଅର ବିହେଭିୟର। ବିହେଭିୟର ରେସ୍ପନ୍ସ ଟା ଇନକ୍ରିଜ କରିବା ପାଇଁ ଆମେ କଣ ଦଉଛନ୍ତି ତାକୁ ପ୍ରାଇଜ ଦଉଛନ୍ତି ରିୱାର୍ଡ ଦଉଛନ୍ତି ଯାହାକୁ ଆମେ ଷ୍ଟିମୁଲସ ବି କହୁଛନ୍ତି। ଥିଓରି କଣ କହୁଛନ୍ତି ରେନଫୋର୍ସମେଣ୍ଟ କହୁଛନ୍ତି। ରେନଫୋର୍ସମେଣ୍ଟ ବିଭିନ୍ନ ପ୍ରକାର ଅଛି। ଫାର୍ଷ୍ଟ ଅଛି ପଜିଟିଭ ରେନଫୋର୍ସମେଣ୍ଟ କଣ କାହାକୁ କହିବା ପ୍ରେଜେଣ୍ଟ ଏ ସବଜେକ୍ଟ with something that is like Skinner rewarded a rat with the food pellet। ତା ମାନେ ରେଟ୍ କୁ ଯେମିତି ଫୁଡ ପ୍ଲେଟ ଦେଲେ ସେଇଟା ଫୁଡ ପ୍ଲେଟ ଦବାଟା କଣ କୁହାଯାଏ ପଜିଟିଭ ରେନଫୋର୍ସମେଣ୍ଟ। ଯେ ନ ଦବା କରେଣ୍ଟ ଦେଇଦବା ତାକୁ ସେଟା ନେଗେଟିଭ ପନିଶମେଣ୍ଟ ହେଇଯିବ ତାକୁ କୁହାଯିବ ହେଲା। ତା ମାନେ ପଜିଟିଭ ରେନଫୋର୍ସମେଣ୍ଟ କଣ ଯେମିତି ଆମେ ରେଟ୍ କୁ ଫୁଡ ଦେଲେ ଯେମିତି ପିଲାଙ୍କୁ କହିଲେ ଚକୋଲେଟ ଦେଲେ ସେଟା ଭଲ ତାକୁ ଚକୋଲେଟ ଦେଲେ ସାଙ୍ଗେ ସେଟା କୁହାହେଲା କଣ ପଜିଟିଭ ରେନଫୋର୍ସମେଣ୍ଟ। ତାପରେ ଆସିଲା କଣ ନେଗେଟିଭ ରେନଫୋର୍ସମେଣ୍ଟ ରିୱାର୍ଡେଡ in the sense of removing and avoiding the some painful stimulus. Skinner rate learn to press the lever in order to switch off the electric current of the cage। तामाने current ଯେତେବେଳେ ଦିଆଗଲା ସେ lever କୁ press କଲେ ଖାଇବା ମିଳୁଥିଲା। ତାପରେ current ଦିଆଗଲା ସେଇ lever କୁ press କଲେ current ଟା ବନ୍ଦ ହେଇଯିବ ବୋଲି ସେ ଜାଣିଗଲେ। ତ ଏଟା କୁହାଗଲା କିଛି ସମୟରେ ନେଗେଟିଭ ରେନଫୋର୍ସମେଣ୍ଟ ଦବାକୁ ପଡେ ଯାହାଦ୍ୱାରା ସେ ପିଲାଟା ଠିକ ଜିନିଷ ଶିଖିବ। ଲିଭର ଟା ପ୍ରେସ୍ କଲେ କରିବାଟା କରେଣ୍ଟ ମାଇଲେ ଲିଭର ଟା ପ୍ରେସ୍ କରିବାଟା ହିଁ ଠିକ ଜିନିଷ। ପ୍ରଥମେ ସେ ପଜିଟିଭ ରେନଫୋର୍ସମେଣ୍ଟରେ ଲିଭର ଟାକୁ ପ୍ରେସ୍ କଲେ ଖାଦ୍ୟ ମିଳୁଥିଲା। ନେଗେଟିଭ ରେନଫୋର୍ସମେଣ୍ଟରେ ଲିଭର ଟାକୁ ପ୍ରେସ୍ କଲେ କରେଣ୍ଟ ଟା ବନ୍ଦ ହେଇଯିବ ସେଇଭଳି। ପରୀକ୍ଷା ବେଳେ ମୋବାଇଲ ଟି ଚଲେଇବାଟା ଭୁଲ ମୋବାଇଲ ବନ୍ଦ କରିଦବାଟା ହିଁ ହଉଛି ଠିକ ସେଟା କୁହାଯାଏ ନେଗେଟିଭ ରେନଫୋର୍ସମେଣ୍ଟ। ଆଶା କରୁଛି ବୁଝିପାରିଲ। ତାପରେ ଆସୁଛି କଣ ପନିଶମେଣ୍ଟ। ପନିଶମେଣ୍ଟ ଆମ କାହାକୁ କହୁଛନ୍ତି ଟୁ ୱିକେନ ଆଣ୍ଡ ଏଲିମିନେଟ ଦ ରେସ୍ପନ୍ସ ରେଦର ଦାନ ଦ ଇନକ୍ରିଜ। ଯୋଉ ରେସ୍ପନ୍ସ ଟା ତମକୁ ତମ ପାଇଁ ଭଲ ନୁହେଁ ସେଟାକୁ ଆମେ କଣ କରିଦବା ଏଲିମିନେଟ କରିଦବା ବା ତାକୁ ଦୁର୍ବଳ କରିଦବା ତାକୁ ବଢିବାକୁ ଦବାନି। କଣ ପନିଶମେଣ୍ଟ ବି ଦି ପ୍ରକାର ଅଛି ଗୋଟେ ହଉଛି ପଜିଟିଭ ଆଉ ଗୋଟେ ହଉଛି ନେଗେଟିଭ। ପଜିଟିଭ କଣ ନା ପନିଶମେଣ୍ଟ ବାଇ ଆପ୍ଲାଇଂ ଗିଭିଂ ସମଥିଙ୍ଗ ଅନପ୍ଲିଜେଣ୍ଟ। କଣ କର୍ପୋରାଲ ପନିଶମେଣ୍ଟ ତମେ ବଦମାସି କରୁଛ ତୁମକୁ କର୍ପୋରାଲ ପନିଶମେଣ୍ଟ ଦିଆଗଲା ମାଡ ଦିଆଗଲା। ହଁ ଯେତେବେଳେ ତମକୁ ମାଡ ମରାଗଲା ତମେ ଆଉ ସେଇ କାମ କରିବନି କେବେ ବି ସେଟା କଲା କର୍ପୋରାଲ ପନିଶମେଣ୍ଟ ଯୋଉଟା କି ପଜିଟିଭ ପନିଶମେଣ୍ଟ କୁହାଯିବ। ପଚାରିଯିବ କର୍ପୋରାଲ ପନିଶମେଣ୍ଟ ଟା କୋଉ ପ୍ରକାର ରେ ଯାଉ ପନିଶମେଣ୍ଟ ରେ ଯାଉଛି ସେଟା କହୁଛି ପଜିଟିଭ ପନିଶମେଣ୍ଟ। ତାପରେ ନେଗେଟିଭ ପନିଶମେଣ୍ଟ କାହାକୁ ହେଲା ପନିଶମେଣ୍ଟ ବା ରିମୁଭାଲ ମିନ୍ସ ଦ ରିମୁଭିଂ ସମଥିଙ୍ଗ ଫେଭରେବୁଲ। ପିଲାମାନେ ଯାହାକୁ ପସନ୍ଦ କରନ୍ତି ଭିଡିଓ ଗେମ୍ ପସନ୍ଦ କରନ୍ତି ହେଲା ବା ମିସବିହେଭ କଲା ତାକୁ ସେ ଭିଡିଓ ଗେମ୍ ତାକୁ ନେଇଗଲେ କଣ ନା ଟେକିଂ ଏୱେ ଦ ଚାଇଲ୍ଡସ୍ ଭିଡିଓ ଗେମ୍ ଫର ଦ ମିସବିହେଭ। ମିସବିହେଭ କଲା କାହାକୁ ଗୋଟେ ଫ୍ୟାମିଲି ମେମ୍ବରକୁ ମିସବିହେଭ କଲା କିମ୍ବା ଭାଇ ଭଉଣୀ ମିସବିହେଭ କଲା ଯାହାଫଳରେ ତାକୁ କଣ କରାଗଲା ନା ତା ଭିଡିଓ ଗେମ୍ ଟିକୁ ନିଆ ହେଇଗଲା ସେଟା ହଉଛି କଣ ନେଗେଟିଭ ପନିଶମେଣ୍ଟ ହେଲା। ତ ପିଲାମାନେ ବୁଝିପାରିଥିବ। ତାପରେ ଆସିଲା କଣ ସିଡ୍ୟୁଲ ଅଫ ରେନଫୋର୍ସମେଣ୍ଟ। ସିଡ୍ୟୁଲ ଅଫ ରେନଫୋର୍ସମେଣ୍ଟ ବହୁତ ଇମ୍ପୋର୍ଟାଣ୍ଟ। କଣ ଆମେ ଜାଣିବା ସିଡ୍ୟୁଲ ଅଫ ରେନଫୋର୍ସମେଣ୍ଟ କଣ କୁହାଯାଏ ନା ଆମେ ଆକ୍ଚୁଆଲି ପିଲାକୁ କହିଲେ ଯେ ଆମେ ତୁ ଏଇ ପାଠଟା ପଢିଦେ ମୁଁ ତତେ ଚକୋଲେଟ ଦେବି। ତାକୁ ଥରେ ପଢିଦେଲା ଜଷ୍ଟ ତାକୁ ଚକୋଲେଟ ଦେଲି। ତାପରେ ପୁଣି ପର ମୁହୂର୍ତ୍ତରେ ଆଉ ବି ପାଠ ଅଛି ତାକୁ କହିଲି ଏଇ ପାଠଟା ପଢିଦେ ଚକୋଲେଟ ଦିଆଯିବ। ସେ ପାଠଟା ପଢିଦେଲା କିନ୍ତୁ ଚକୋଲେଟ ଦିଆହେଲାନି। ପୁଣି ତାକୁ କୁହାଗଲା ଆଉ ଗୋଟେ ପାଠ ପଢ। ପାଠ ପଢିଲା ମାନେ ଯେତିକି ପ୍ରଥମ ଥର ପଢିଥିଲା ତା ଡବଲ ପାଠ ପଢିଲା ଟ୍ରିପଲ ପାଠ ହେଲା ତାପରେ ଚକୋଲେଟ ଦିଆଗଲା। ତା ପରବର୍ତ୍ତୀ ପୁଣି 5 ଡବଲ ପାଠ ପଢିଲା ତାପରେ ଚକୋଲେଟ ଦିଆହେଲା। ତ କେତେବେଳେ ରେନଫୋର୍ସ ମିଳିବ ତାର କୌଣସି ଟାଇମ ଟେବୁଲ ନାହିଁ। ତ ତାର ପ୍ରତ୍ୟେକ ଟାଇମରେ ହଉ କି ପ୍ରତ୍ୟେକ ମାନେ କେତେ ଥର ନମ୍ବରରେ ସିଏ ରେନଫୋର୍ସମେଣ୍ଟ ମାନେ ପାଠ ରେସ୍ପନ୍ସ ଟା ଦଉଛି ସେ ଅନୁସାରେ ରେନଫୋର୍ସମେଣ୍ଟ ମିଳିବ। କଣ ସେଟା ଆମେ ବୁଝିବା ହାଉ ଫାଷ୍ଟ ୱି ଲର୍ନ ବିହେଭିୟର। ଏଠି କଣ ଲେଖା ହେଇଛି ପଢ ଟିକେ। ହାଉ ଫାଷ୍ଟ ୱି ଲର୍ନ ଏ ବିହେଭିୟର ଅର ହାଉ ଫାଷ୍ଟ ଇଜ ଏକ୍ସଟିଂସନ। ଆମେ କେତେ ଶୀଘ୍ର ଯୋଉଟା ଶିଖୁଛନ୍ତି
ଆଉ କେତେ ଶୀଘ୍ର ଆମେ ଭୁଲି ଯାଉଛନ୍ତି। ଯେତେ ଶୀଘ୍ର ଶିଖିବା ସେତେ ଶୀଘ୍ର ଭୁଲିଯିବା। Depends upon the schedule of reinforcement. So this reinforcement are two types. ତାମାନେ ଏଇଟା ଡିପେଣ୍ଡ କରୁଛି ରେନଫୋର୍ସମେଣ୍ଟ ଉପରେ। ତମକୁ ଯୋଉ ଦିଆଯାଉଛି ରେନଫୋର୍ସମେଣ୍ଟ ବା ଷ୍ଟିମୁଲସ ତା ଉପରେ ଡିପେଣ୍ଡ କରୁଛି ତମେ କେତେ ଶୀଘ୍ର ଜିନିଷଟାକୁ ଶିଖିବ ବା ଏଟା ବିଲୁପ୍ତ ହେଇଯିବ ବା ଏକ୍ସଟିଂସନ ହେଇଯିବ। ତ ରେନଫୋର୍ସମେଣ୍ଟ ହଉଛି ଦୁଇ ପ୍ରକାର। ହଁ, ତମେ ଦେଖିପାରିବ ଗୋଟେ ହଉଛି କଣ୍ଟିନ୍ୟୁଅସ୍ ରେନଫୋର୍ସମେଣ୍ଟ ହେଲା। କଣ୍ଟିନ୍ୟୁଅସ୍ ରେନଫୋର୍ସମେଣ୍ଟ କାହାକୁ କୁହାଯାଉଛି ଆମେ ଜାଣିବା। ଏଟା ହଉଛି କଣ ଟୁ ଲର୍ନ ଏ ନ୍ୟୁ ଥିଙ୍ଗ। କୌଣସି ନ୍ୟୁ ଥିଙ୍ଗକୁ ଆମେ ଶିଖିଲା ବେଳେ ଏଟା କଣ କୁହାଯାଉଛି କଣ୍ଟିନ୍ୟୁଅସ୍ ରେନଫୋର୍ସମେଣ୍ଟ କୁହାଯିବ। ଏଠି କ୍ୱେଶ୍ଚନ ଆସିଥାଏ। ହଁ, to learn a new thing is which type of reinforcement? It is a continuous reinforcement. କଣ ନା delivering a reinforcement every time a response occur. ଯେତେବେଳେ ବି ରେସ୍ପନ୍ସ ଦେଲା ସେ ତାକୁ ଆମେ ରେନଫୋର୍ସମେଣ୍ଟ ଦେବା। ଏଇ ପାଠଟା ପଢିଲା ସମସ୍ତେ ଚକୋଲେଟ ଦେଲେ। ପୁଣି ଆଉ ଗୋଟେ ପାଠ ପଢିଲା ଚକୋଲେଟ ଦେଇଦେଲେ। ପୁଣି ଆଉ ଗୋଟେ ପାଠ ପଢିଲା ଚକୋଲେଟ ସଙ୍ଗେ ସଙ୍ଗେ ଯେତେବେଳେ ଯାହା କଲା ତା ପାଠ ପଢିଲା ବା ମୂଷା ଯାଇକି ଯେଥର ଲିଭର ପ୍ରେସ୍ କଲା ସେଥର ତାକୁ ଖାଦ୍ୟ ଦେଇଦେଲେ। ତ ସେଟାକୁ କଣ କୁହାଯାଉ କଣ୍ଟିନ୍ୟୁଅସ୍ ରେନଫୋର୍ସମେଣ୍ଟ। କଣ୍ଟିନ୍ୟୁଅସଲି ଆମେ ଦେଇ ଚାଲିଛନ୍ତି। ଟିକେ ମାନେ ରେସ୍ପନ୍ସ ଦେଲା ଆମେ ତାକୁ ରେନଫୋର୍ସମେଣ୍ଟ ଖାଦ୍ୟ ଦେଇଦେଲେ ହେଲା। ଏଥିରେ ହୁଏ କଣ ଆମକୁ ଜାଣିବାକୁ ପଡିବ। ତ ଏଥିରେ କଣ ହୁଏ ତଳେ ଲେଖା ହେଇଥିବ କୁଇକ୍ ଲର୍ଣ୍ଣିଂ ଶୀଘ୍ର ଶୀଘ୍ର ଶିଖିଯିବ ସେ। ସଙ୍ଗେ ସଙ୍ଗେ ରେନଫୋର୍ସମେଣ୍ଟ ମିଳୁଛି ସେ ସଙ୍ଗେ ସଙ୍ଗେ ଶିଖିଯିବ ହେଲା। ଯାହାକୁ ଆମେ କହୁଛୁ କଣ କୁଇକ୍ ଲର୍ଣ୍ଣିଂ। ତାପରେ ଏଠି କଣ ଲୋ ରେସ୍ପନ୍ସ। ସଙ୍ଗେ ସଙ୍ଗେ ତ ତାକୁ ଖାଦ୍ୟ ମିଳିଯାଉଛି ଜାଣୁଛି ତ ରେସ୍ପନ୍ସ ଟା ଟିକେ ଢିଲା କରିକି ଦବୁ। ତମକୁ ଜଣା ଅଛି କାମଟା କଲେ ମାନେ ତମକୁ ପଇସା ମିଳିବ। କାମଟାକୁ ଘରେ ବହୁତ ଧୀରେ 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 ପାଠଟା ପଢିଲେ ତମକୁ ଜଣା ଅଛି ଚକୋଲେଟ ମିଳିବ। ଆଉ ପଢିବା ତ ଆଉ ଏମିତି ହଉଛି କଥା। ତ ଏଇଟା କୁହାଯାଉଛି କଣ ଲୋ ରେସ୍ପନ୍ସ। ତାପରେ କଣ ଫାଷ୍ଟ ଏକ୍ସଟିଂସନ। ଯୋଉ ଜିନିଷଟାକୁ ଆମେ ମନ ଦିଅନ୍ତିନି ବା ଶୀଘ୍ର ଜିନିଷଟା ଅଳ୍ପ ପରିଶ୍ରମରେ ତମକୁ ସଫଳତା ମିଳିଯାଉଛି ତ ସେଟା ହଉଛି ସେଇ କ୍ଷେତ୍ରରେ ପାଠଟା ଆଉ ଚିରସ୍ଥାୟୀ ରହିବନି ଭୁଲିଯିବ। ବହୁତ କଠିନ ପରିଶ୍ରମ କରିକି ସେ ଏକ୍ସାମ କ୍ରାକ୍ କରୁଥିବ। ଯୋଉ ଯୋଉ କଠିନ ପରିଶ୍ରମ କରିକି ପାଠଟା ପଢିଥିବ ସେଟା ଚିରସ୍ଥାୟୀ ରହିବ ସବୁଦିନ ପାଇଁ ମନେ ରଖିବ। ଏଇଟା ହଉଛି ମନେ ରଖ କୁଇକ୍ ଲର୍ଣ୍ଣିଂ ଲୋ ରେସ୍ପନ୍ସ ଆଣ୍ଡ ଫାଷ୍ଟ ଏକ୍ସଟିଂସନ। ପଚାରିବ କୋଉ ରେନଫୋର୍ସମେଣ୍ଟରେ ଫାଷ୍ଟ ଏକ୍ସଟିଂସନ ହେଇଥାଏ କଣ୍ଟିନ୍ୟୁଅସ୍ ରେନଫୋର୍ସମେଣ୍ଟରେ। କୁଇକ୍ ଲର୍ଣ୍ଣିଂ କୋଉଥିରେ ହେଇଥାଏ କଣ୍ଟିନ୍ୟୁଅସ୍ ରେନଫୋର୍ସମେଣ୍ଟରେ। ଏଇଟା ମନେ ରଖିବ। ତାପରେ ଆସିଲା କଣ ପାର୍ସିଆଲ ରେନଫୋର୍ସମେଣ୍ଟ। ପାର୍ସିଆଲ ରେନଫୋର୍ସମେଣ୍ଟ ମାନେ କଣ ଏଠି କଣ୍ଟିନ୍ୟୁଅସ୍ ମାନେ ସବୁବେଳେ ଦେଲେ। ପାର୍ସିଆଲ ମାନେ ବେଳେ ବେଳେ ଦବ। 5 ଥର ରେସ୍ପନ୍ସ ଦେଲେ ତାପରେ ଯାଇକି ରେନଫୋର୍ସମେଣ୍ଟ ଦେଲେ ବା ଖାଦ୍ୟ ଦେଲେ ବୁଝ। 5 ଥର ଲିଭର ଦବେଇଲା ପରେ ତାକୁ ଖାଦ୍ୟ ଦେଲେ। ବେଳେବେଳେ ସେଥିରେ କଣ ଥରେ ଲିଭର ଦବଉଥିଲେ ଖାଦ୍ୟ ମିଳୁଥିଲା ଯୋଉଟା କଣ୍ଟିନ୍ୟୁ ରେନଫୋର୍ସମେଣ୍ଟ। ଏଠି କଣ ଥିଲା ପାର୍ସିଆଲ। କେତେବେଳେ 5 ଥର ଦଉଥିଲେ କେତେବେଳେ 2 ଥର ଦବା କେତେବେଳେ 6 ଥର ଦବା କେତେବେଳେ 10 ଥରରେ ବି ଦବା। ବା କୁହାଯାଏ ପାର୍ସିଆଲ ରେନଫୋର୍ସମେଣ୍ଟ। ଏଠି କଣ ହୁଏ ନା ପିଲାମାନେ କଣ୍ଟିନ୍ୟୁଅସଲି ଲର୍ଣ୍ଣିଂ କରି ଚାଲିବେ। କିନ୍ତୁ ଜାଣିଛନ୍ତି କେତେବେଳେ ବି ମଧ୍ୟ ରେନଫୋର୍ସମେଣ୍ଟ ମିଳିଯିବ। ତ ଏଠି କଣ ପିଲାମାନେ କଣ୍ଟିନ୍ୟୁଅସଲି ପାଠ ପଢନ୍ତି। ଏଠି ବେଟର reinforcement ଟା କଣ delivering a reinforcement sometimes then the response occur. This reinforcement are different types. ଏଟା ବି ପୁଣି ବିଭିନ୍ନ ପ୍ରକାର ଅଛି ଆମେ ଜାଣିବା। କଣ ତ ଗୋଟେ ହଉଛି କଣ ଏକ ନମ୍ବରରେ ଦେଖିପାରିବ ଫିକ୍ସଡ ରେସିଓ ରେନଫୋର୍ସମେଣ୍ଟ। ଫିକ୍ସଡ ରେସିଓ ରେସିଓ ଯୋଉ ଆସିଲା ତା ମାନେ ଗୋଟେ ଡିଜିଟ ବା ନମ୍ବରକୁ ବୁଝଉଛି। ତାପରେ ଏଠି କଣ କଲା ଫିକ୍ସଡ ମାନେ ଆମେ ଗୋଟେ ମୂଷାକୁ କଣ କରିଦେଲେ ସେଠି ସେଟ୍ କରିଦେଲେ ଦି ଥର ସେ ଲିଭର ଦବେଇଲେ ଯାଇକି ତା ଖାଦ୍ୟ ମିଳିବ। ଦି ଥର ଲେଖା ଦବେଇଲା ତାକୁ ଖାଦ୍ୟ ମିଳି ଚାଲିଲା। ଥରେ ଦବେଇବ ମିଳିବନି ହେଲା। ଆମେ ବେଳେବେଳେ 5 ଥର ସେଟ୍ କରିଦେଲେ 5 ଥର ଦବେଇଲେ ତମକୁ ଫିକ୍ସଡ ନମ୍ବର କରାହେଇଛି। ଏଟାକୁ ବୁଝିବା ଟିକେ। ଦିସ୍ ରେନଫୋର୍ସମେଣ୍ଟ is given after fixed number of reinforcement. For example, a rat get pellet of food only after pressing the lever 5 or 6 times. ମାନେ 5 ଥର ପ୍ରେସର କରାଯାଇଛି 5 ଥର ଲିଭର ପ୍ରେସ୍ କଲେ କାଟି ମିଳିଗଲା କିମ୍ବା 6 ଥର ଲିଭର ପ୍ରେସ୍ କଲା କାଟି ମିଳିଗଲା। ଏଇଟା ହଉଛି କଣ ଫିକ୍ସଡ ରେସିଓ ରେନଫୋର୍ସମେଣ୍ଟ ସେଡ୍ୟୁଲ। ଏଠି କଣ ହୁଏ ଫାଷ୍ଟ ରେସ୍ପନ୍ସ ରେ ପିଲାଟି ପାଠ ପଢିତେ କୁହାଗଲା ଦେ 5 ପେଜ ବୁଝିଦେ। 5 ପେଜରେ ହିଁ ତତେ ମିଳିବ କଣ ଚକୋଲେଟ। 5 ପେଜଟାକୁ ଶୀଘ୍ର 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 ଖୋଲିଦେବୁ। ତାମାନେ ଫାଷ୍ଟ ରେସ୍ପନ୍ସ ପାଇଲେ। ଏଠି ଯେତେ ଏଠି ମିଡିୟମ ଏକ୍ସଟିଂସନ ବିଲୁପ୍ତ ବା ଭୁଲିଯିବାଟା ଏଟା ମିଡିୟମ ରହିବ କାହିଁକିନା ଏଠି ଯେହେତୁ ଟିକେ ଅଧିକ ପରିଶ୍ରମ କରିଛି କଣ୍ଟିନ୍ୟୁଅସ୍ ଠାରୁ ଏଠି ଅଧିକ ପରିଶ୍ରମ କରିଛି ତ ସେଥିପାଇଁ ଏଠି ମିଡିୟମ ଏକ୍ସଟେନସନ ରହୁଛି। ତାପରେ ଆମେ ଜାଣିବା 2 ନମ୍ବର କଣ କହୁଛି ଫିକ୍ସଡ ଇଣ୍ଟରଭାଲ। ଇଣ୍ଟରଭାଲ ୱାର୍ଡ ଆଇଲା ଫିକ୍ସ ତ ରହିଛି ଫିକ୍ସଡ ବୋଲି ଇଣ୍ଟରଭାଲ ମାନେ କଣ ଟାଇମ ଗୋଟେ କିଛି ଗୋଟେ ନିର୍ଦ୍ଦିଷ୍ଟ ସମୟ କରାଯାଇଛି ସେଇ ସମୟରେ ତାକୁ ରେନଫୋର୍ସମେଣ୍ଟ ମିଳିବ। କଣ ଇନ ଦ fixed or periodic interval schedule, the reinforcement is presented after the prescribed interval time. ଗୋଟେ ଟାଇମ ଅନୁସାରେ ତାଙ୍କୁ ଇଣ୍ଟରଭାଲ ଫିକ୍ସ କରାଯାଇଛି। ଘଣ୍ଟେ ପିଲା ପାଠ ପଢିବ ଘଣ୍ଟେ ପରେ ତାକୁ ଚକୋଲେଟ ମିଳିବ। ପୁରା ଘଣ୍ଟେ ସେ ପଢିବ କଠିନ ପରିଶ୍ରମ କରିବ। ତ 2 ଘଣ୍ଟା ପଢିବ 2 ଘଣ୍ଟାରେ ତାକୁ ମିଳିବ। ତ ଗୋଟେ ଫିକ୍ସଡ ଟାଇମ କରାଯାଇଛି ଏତିକି ପର୍ଯ୍ୟନ୍ତ ପଢିବ। କଣ ନା ରେସ୍ପନ୍ସ ରେଟ୍ ରିମେନଲି ଫେୟାରଲି steady and start to increase the reinforcement time draws near but slow immediately after the reinforcement being delivered ତ ହେଲା। ଯେତେବେଳେ ଜାଣିବ ଯେ ଧର ଆମେ ପିଲାଟାକୁ କହିଲେ 10ଟା ବେଳେ ପାଠ ପଢ ଠିକ 11ଟା ବେଳେ ପାଠ ପଢା ସରିବ
ଯଦି ଚକୋଲେଟ୍ ମିଳିବ। ସେ 10ଟା ପାଖରୁ ଯୋଉ ପାଠଟା ପଢିବ ଟିକେ ଧିମେଇ ପଢିବ। ଠିକ ଦେଖିବ 1ଟା ବାଜିବାକୁ 15 ମିନିଟ୍ ଅଛି କି 10 ମିନିଟ୍ ଅଛି ଶୀଘ୍ର ପାଠଟା ପଢିବ। ଶୀଘ୍ର ସାରିଲେ ସିନା ତାକୁ ଚକୋଲେଟଟା ମିଳିବ। ତ ଇନିସିଆଲ ଷ୍ଟେଜରେ ସ୍ଲୋ ହେଇଯାଏ। କିନ୍ତୁ ଯେତେବେଳେ ଟାଇମଟା ପାଖେଇ ଆସେ ସେତେବେଳେ ସବୁ ସ୍ପିଡ ହେଇଯାଏ ତାର ରେସ୍ପନ୍ସ ରେଟଟା। ହେଲା? ତ ଏଟାକୁ ମନେ ରଖ। ଏଥିରେ କଣ ହୁଏ? ନା ମଡରେଟ୍ ଏକ୍ସଟିଂସନ ରୁହେ। ମଡରେଟ୍ ମାନେ ଶୀଘ୍ର ଏଠି ବି ପିଲାଟି ପରିଶ୍ରମ କରିଛି ନା। ସେଇ ଜାଗାରେ ପିଲାଟିର ଯୋଉ ଏତେ ଶୀଘ୍ର ଭୁଲେନି ମଡରେଟ୍ ରୁହେ ଭୁଲିବା। ତାପରେ ରହିଲା କଣ? 3 ନମ୍ବର ଅପସନ ମାନେ ପଏଣ୍ଟ ଦେଖିବା କଣ ଦେଇଛି। ତାପରେ ଆସିଲା ଏଟା ହେଲା ଫିକ୍ସଡ ଗଲା ଏଠି ଭେରିଏବଲ ମାନେ ପରିବର୍ତ୍ତନଶୀଳ। ପରିବର୍ତ୍ତନଶୀଳ କଣ ଆମେ ବୁଝିବାକୁ ପଡିବ। ଏଠି ପରିବର୍ତ୍ତନଶୀଳ ରେସିଓ ବିର ରେସିଓ ମାନେ କଣ ପରିବର୍ତ୍ତନଶୀଳ। When the reinforcement is given a varying or changing number of responses, ହେଲା each called the variable response। କଣ ନା ହ୍ୟୁମାନ ହଁ ଏଠି କଣ କହିଲା ବୁଝିବାକୁ ଚେଷ୍ଟା କର। ନା ଏଠି କହିଲା ଯେତେବେଳେ ଆମେ ପିଲାକୁ ପାଠଟା ଦେଲେ କହିଲେ ଗୋଟେ ଏଠି ରେସିଓ ଅଛି ମାନେ ନମ୍ବର ଥିବ ହେଲା। ରେସିଓ ରହିବ। କଣ ନା ପିଲାକୁ କହିଲେ ଏଇ 5ଟା ପେଜ ପଢିଦେ ହେଲା। 5ଟା ପେଜ ପଢିଦେ ତତେ ମିଳିବ କଣ? ଅ ରିଇନଫୋର୍ସମେଣ୍ଟ ମିଳିବ ବା ଚକୋଲେଟ୍ ମିଳିବ। 5ଟା ପେଜ ପଢିଦେଲ। ତାପରେ ମୋର ତୋର 5ଟା ନୁହେଁ 2ଟା ପଢିଲେ ବି ତାକୁ ରିଇନଫୋର୍ସମେଣ୍ଟ ଦିଆହବ। ପୁଣି 2ଟା ନୁହେଁ 3ଟାରେ କିନ୍ତୁ ସେଠି ଜଣା ନାହିଁ ତାକୁ କେତେ ପେଜ ପଢିଲେ ତାକୁ ରିଇନଫୋର୍ସମେଣ୍ଟ ମିଳିବ। ସେ ପଢିଛି ଅଛି। ସେଇଭଳିଆ ମୂଷାକୁ ଲିଭରଟାକୁ ଥରେ ପ୍ରେସ୍ କଲେ ମିଳୁଥିଲା ତାପରେ 2 ଥର କଲେ ମିଳୁଥିଲା। ଠିକ୍ ଜାଗାରେ ତାକୁ କୁହାଯାଇଥିଲା 2 ଥର ସେତିକି ଥର କଲେ ମାନେ ମିଳିବ। କିନ୍ତୁ ଏଠି ଜଣା ନାହିଁ। କେତେବେଳେ 2 ଥରରେ ମିଳିଯାଉଛି, କେତେବେଳେ 4 ଥର ପ୍ରେସ୍ କଲେ ମିଳିଯାଉଛି ଖାଦ୍ୟ ମୂଷାକୁ, 5 ଥର କଲେ ମିଳିଯାଉଛି। କିଛିର ସିଓରିଟି ନାହିଁ। ଭେରିଏବଲ ଏଟା ଚେଞ୍ଜେବଲ ହେଲା। ବାସ୍। ସେଠି କଣ କୁହାଯାଏ ନା ଯେତେବେଳେ ଗୋଟେ ଏକ୍ସାମ୍ପଲ କଣ ଯେତେବେଳେ ଗୋଟେ ଲୋକଟେ ଜୁଆ ଖେଳେ ଗେମ୍ବଲିଂ ଯୋଉ କୁହାଯାଏ ହେଲା। ଗେମ୍ବଲିଂ କେତେବେଳେ ଥରକରେ କିଏ ଜିତି ଯାଉଛି ବା କେତେବେଳେ ବାରମ୍ବାର ଖେଳିଲା ପରେ ସେ ଜିତୁଛି। ଯୋଉଟା କୁହାଯାଏ ଗେମ୍ବଲିଂ ବୋଲି ଆମେ କହୁଛନ୍ତି ହେଲା। Here, rewarded are unpredictable. Reward ଟା ଏଠି unpredictable. ପ୍ରେଡିକ୍ଟ କରିହବନି ଏତିକି ବେଳେ ମିଳିବ ବୋଲି। ତ ଏଠି ରେସ୍ପନ୍ସ ରେଟ୍ ଟା ହଉଛି ଫାଷ୍ଟ ଆଉ ଏକ୍ସଟିଂସନ ଟା ରେଟ୍ ଟା ସ୍ଲୋ। କାହିଁକି ନା ଏଟା କେତେବେଳେ ମିଳିବ ବାରମ୍ବାର ପ୍ରୟାସ କରିଚାଲିଛି ଯୋଉଠି ଭୁଲିବନି ଏତେ ଶୀଘ୍ର। କାହିଁକି ନା ଜିନିଷଟାକୁ ବାରମ୍ବାର ସେ ପ୍ରୟାସରେ ରଖିଛି ପ୍ରାକ୍ଟିସରେ ରଖିଛି ହେଲା। ହଁ ସେଇଥିପାଇଁ କୁହାଯାଏ ଭେରି ହାର୍ଡ ଟୁ ଏକ୍ସଟିଂଗୁଇଶ ବିକଜ ଦେ ଅନପ୍ରେଡିକ୍ଟେବଲ। ଏଠି ଅନପ୍ରେଡିକ୍ଟେବଲ କେବେ ବି ଜଣା ନାହିଁ କେତେବେଳେ ତାକୁ ରେନଫୋର୍ସମେଣ୍ଟ ମିଳିବ। ତାପରେ ଆସିଲା କଣ? ଦେଖିପାରିବ ଭେରିଏବଲ ଇଣ୍ଟରଭାଲ ରେନଫୋର୍ସମେଣ୍ଟ। ଭେରିଏବଲ ଇଣ୍ଟରଭାଲ ରେନଫୋର୍ସମେଣ୍ଟ କାହାକୁ କୁହାଗଲା? when reinforcement given at the changing and varying amount of time pass between the reinforcement। ଏଠି ଭେରିଏବଲ ଇଣ୍ଟରଭାଲ ହେଲା ଟାଇମ ବି ଜଣା ନାହିଁ। କେତେବେଳେ ଆମେ ସେଠି ଗଲେ ଘଣ୍ଟେ ପାଠ ପଢିଲେ ତାକୁ ଚକୋଲେଟ ମିଳୁଥିଲା। ଏଠି ସେମିତି ନାହିଁ। 2 ଘଣ୍ଟା ପଢିଲେ ବି ଚକୋଲେଟ ମିଳିବ କେତେବେଳେ 5 ମିନିଟ୍ ପଢିଲେ ବି ତାକୁ ଚକୋଲେଟ ମିଳିବ। ଏଠି କୌଣସି ସିଓରିଟି ରଖାଯିବନି ଭେରିଏବଲ ହେଲା ଅନପ୍ରେଡିକ୍ଟେବଲ। when reinforcement is given ଯୋଉଟା କି ଆମେ କହୁଛନ୍ତି କଣ? ଚେଞ୍ଜିଂ ଆଣ୍ଡ ଭେରିଂ ଆମାଉଣ୍ଟ ଅଫ ଟାଇମ when the reinforcement ଯୋଉଟା କି ଆମେ କହୁଛନ୍ତି କଣ? after varying period of time and average reinforce is extinction rate is low। ତବେ ଏଠି ବି ଭୁଲିବା ରେଟ୍ ଟା କମ କଣ? ନା ତାକୁ ଜଣା ନାହିଁ ଗୋଟେ ଲୋକ ଜବ୍ କରୁଛି କେତେବେଳେ ତାକୁ ଟ୍ରାନ୍ସଫର ହବ ତାକୁ ଜଣା ନାହିଁ। ତାପରେ କଣ କୁହାଯାଉଛି? ଅନପ୍ରେଡିକ୍ଟେବଲ ବୋନସ୍ କେତେବେଳେ ତାକୁ ବୋନସ୍ ଜଣା ନାହିଁ। ପ୍ରମୋସନ ବି କେତେବେଳେ ମିଳିବ ତାକୁ ଜଣା ନାହିଁ। ତ ତା ସମୟ ଅନୁସାରେ ପ୍ରମୋସନ ମିଳିବ ସମୟ ଅନୁସାରେ ଜବ୍ ଟ୍ରାନ୍ସଫର ମିଳିବ। ସେଠି ମାନେ ଏଠୁ କୁହାଗଲା କଣ ନା ଭେରିଏବଲ ଇଣ୍ଟରଭାଲ ରେନଫୋର୍ସମେଣ୍ଟ। ତାପରେ ଏଠି ଆଇଲା କଣ ଗ୍ରାଫ କଣ ବୁଝିବ ଦେଖିପାରୁଥିବ ଏଠି ଗୋଟେ ହଉଛି କଣ ଏଇଟା ଫାଷ୍ଟ ହଉଛି ଫିକ୍ସ ରେସିଓ କୁହାଗଲା ତାପରେ ଆସିଲା ଫିକ୍ସଡ ଇଣ୍ଟରଭାଲ ଏଠି ରହିଛି ଦେଖିପାରିବ। ତାପରେ ଏଟା କଣ କଣ କୁହାଗଲା ଭେରିଏବଲ ରେସିଓ ତାପରେ ଏଟା ଭେରିଏବଲ ଇଣ୍ଟରଭାଲ କୁହାଗଲା। ତ ଆଗେ ଫିକ୍ସଡ ରେସିଓ ପଡିବା ଫିକ୍ସଡ ରେସିଓ ମାନେ ଥରେ ପ୍ରେସ୍ କଲେ ତମେ ଖାଦ୍ୟ ମଗେଇବ ଥରେ ପ୍ରେସ୍ କଲେ ସେତିକି ଡିଷ୍ଟାନ୍ସ ଆଉ ଥରେ ପ୍ରେସ୍ କଲ ଆଉ ଥରେ ଲିଭର ପ୍ରେସ୍ କଲ ମୁଁ ସବୁ ଖାଦ୍ୟ ମଗେଇଥାଏ। ତ ତମକୁ ଆଗେ ଗୋଟେ ପ୍ରେସ୍ କର ତମକୁ ରେନଫୋର୍ସମେଣ୍ଟ ମିଳିଲା ଏଇଠୁ ଏତିକି ଗୋଟେ ପ୍ରେସ୍ ସାରିଲା ତମକୁ ରେନଫୋର୍ସମେଣ୍ଟ ମିଳିଲା। ଏଇଠୁ ଏତିକି ପୁଣି ସେତିକି ସାରିଲା ଆଉ ଗୋଟେ ରେନଫୋର୍ସମେଣ୍ଟ ସମାନ ସମାନ ଭାବରେ ଫିକ୍ସ ରେସିଓ କୁହାଗଲା। ଫିକ୍ସ ରେସିଓରେ ଗାରଟା ସବୁବେଳେ ସିଧା ହେଇ ଯାଇଥିବ ହେଲା। ତାପରେ ଆସିଲା କଣ ଫିକ୍ସଡ ଇଣ୍ଟରଭାଲ ଟାଇମ କୁହାଗଲା। ଯେତେବେଳେ ଟାଇମରେ ତାକୁ ଜଣାଗଲା ଘଣ୍ଟେ ବି ପ୍ରୟାସ ପଡିବ ଇନିସିଆଲ ଷ୍ଟେଜରେ ସ୍ଲୋ ହେଇକି ଯାଇଥିବ ଯଦି ଗଳେଇ ଆସିଲା 11ଟା ଯେତେବେଳେ ଜାଣିଲା ଯେ ହଁ ମତେ ରେସ୍ପନ୍ସ ଶୀଘ୍ର ଦେଲେ ମତେ ଚକୋଲେଟ ମିଳିବ 11ଟା ହେଇଯିବ 10ଟାରେ ପାଠ ପଢତେ ଦିଆହେଲେ ଘଣ୍ଟେ ପରେ ତାକୁ ଚକୋଲେଟ ମିଳିବ 11ଟା ବେଳେ ଚକୋଲେଟ ମିଳିବାର ଅଛି। ଇନିସିଆଲ ଷ୍ଟେଜରେ ସ୍ଲୋ ହେଇଗଲା ତା ପାଠ ପଢିବା ଦେଖିଲା ଯେତେବେଳେ 11ଟା ବାଜିବ ପାଠ ପଢିବାକୁ ଲାଗିଲା ଇଜାରେ ପହଞ୍ଚିଲା ତ ଚକୋଲେଟ ମିଳିଲା ପୁଣି ଆଉ ଗୋଟେ ରେନଫୋର୍ସମେଣ୍ଟ ମିଳିବ ଘଣ୍ଟେ ସେଗୁଡା ସେ ପୁଣି ଏଇଭଳିଆ ହବ 12ଟା ମନେ ରଖିବ ଏଇଟା ଫିକ୍ସଡ ଇଣ୍ଟରଭାଲ ବୋଲି କୁହାଯାଉଛି।
ଭେରିଏବଲ ରେସିଓ। ଭେରିଏବଲ ରେସିଓ କେତେବେଳେ ଥରେ ଗୋଟେ ପେଜ ପଢିଲା ଚୁପିକି ରହୁଥିଲା, କେତେବେଳେ 2ଟା ପେଜ, କେତେବେଳେ 3ଟା ପେଜ ପଢିଲା ବେଳକୁ ନଉଥିଲା। ଏଇଭଳିଆ ହଉଛି। କିନ୍ତୁ ଗାର ଗୁଡା ଡିଷ୍ଟାନ୍ସରେ ଅଛି ଦେଖିପାରିବ। ହେଲା। ଏଠି ଭେରିଏବଲ ରେସିଓରେ ତମର ଯୋଉ ଗାରଟା ଏଇଭଳିଆ ରହିବ ହେଲା। ଗ୍ରାଫଟା ଏଇଭଳିଆ ରହିବ ହେଲା। ଯୋଉଠି ହବ କଣ ନା ମୁଁ ସେଇଠୁ ଥରେ ଥରେ ପ୍ରେସ୍ କଲେ ଖାଦ୍ୟ ହଉଥିବ, ଯେତେବେଳେ ଦ୍ୱିତୀୟ ଥର କେତେବେଳେ 3-4 ଥର କରି ହଉଥିବ। ତ ଏଇଭଳିଆ ଦେଖିବ ଗାରଟା ଏଇଭଳିଆ ଡିଷ୍ଟାନ୍ସ ଅଛି, ସମାନ ଅନୁପାତରେ ବସି ନାହିଁ। ତ ଏଇ ଜାଗାରେ ଆମେ ଦେଖିବା ଭେରିଏବଲ ଇଣ୍ଟରଭାଲ କଣ? ନା ଭେରିଏବଲ ଇଣ୍ଟରଭାଲ ହଉଛି ସମୟ ଅନୁସାରେ। କେତେବେଳେ ଘଣ୍ଟେ ପଢିଲା ବେଳକୁ ତାକୁ ମିଳୁଥିଲା, କେତେବେଳେ ସଙ୍ଗେ ସଙ୍ଗେ 5 ମିନିଟରେ ମିଳୁଥିଲା, କେତେବେଳେ ପୁଣି 4 ଘଣ୍ଟା ମିଳୁଥିଲା। 4 ଘଣ୍ଟା ପାଠ ପଢିଲା ମୂଷାକୁ ବା ପାରାକୁ 5 ମିନିଟ୍ ପଢିଲା ପରେ 5 ମିନିଟ୍ ପରେ ମିଳୁଥିଲା, କି 10 ମିନିଟ୍ ପରେ ମିଳୁଥିଲା, କି 5 ଘଣ୍ଟା ପରେ ମିଳୁଥିଲା। ଏଇଟା ହଉଛି କଣ ଭେରିଏବଲ ଇଣ୍ଟରଭାଲ। ତ ଗ୍ରାଫଟାକୁ ଆଇ ହୋପ କି ତମମାନେ ବୁଝିପାରୁଥିବ ଭଲ ଭାବରେ। ହେଲା। ତାପରେ ଅଦର ୱେ ମେନଲି ଟୁ ଟାଇପ୍ ଅଫ୍ ଏନଫୋର୍ସମେଣ୍ଟ। ଆହୁରି ଅଦର ୱେରେ ଆମେ ଏନଫୋର୍ସମେଣ୍ଟ କାହାକୁ କହୁଛନ୍ତି? ଗୋଟେ ହଉଛି ପ୍ରାଇମେରୀ ଏନଫୋର୍ସମେଣ୍ଟ, ଯୋଉଟାକି ଆମେ କହୁଛନ୍ତି ପ୍ରାଇମେରୀ ଏନଫୋର୍ସମେଣ୍ଟ sometimes referred to as a unconditional reinforcement, on condition। ଏଠି କୌଣସି କଣ୍ଡିସନ ରହିବନି। It occur naturally। ମଣିଷ ଭିତରେ ଏଟା ନ୍ୟାଚୁରାଲି ଆସିଥାଏ। Does not require learning order। ତା ଦେହରେ କଣ ଲର୍ନିଂ ସିଷ୍ଟମାଟିକ ଅର୍ଡରରେ ସେ ଶିଖିନଥାଏ। କଣ ନା ଫୁଡ, ଖାଦ୍ୟ ଖାଇବା, ଏୟାର, ସ୍ଲିପ, ୱାଟର, ଏଗୁଡା ସବୁ କଣ ତା ପାଖରେ ଯୋଉ ଏଇ ଯୋଉ ଏନଫୋର୍ସମେଣ୍ଟଟା ଅଟୋମେଟିକାଲି ତାକୁ ମିଳେ। ଏଥିପାଇଁ ତାକୁ କୌଣସି ଅର୍ଡରରେ ଶିଖିବାକୁ କୌଣସି କାମ କରିବାକୁ ପଡୁନି। ଖାଦ୍ୟ ନଦେଲେ ମରିଯିବ, ନିଶ୍ୱାସ ନନେଲେ air ନ ନେଲେ ମରିଯିବ, ନ ଶୋଇଲେ ବି ମରିଯିବ ଲୋକଟେ। ପାଣି ନ ପିଇଲେ ମରିଯିବ। ଏଇଟା ହଉଛି କଣ ନା ଏଇଟା ହଉଛି ପ୍ରାଇମେରୀ ଏନଫୋର୍ସମେଣ୍ଟ। ଏଇଟା ତାକୁ ମିଳିବା ହିଁ ଦରକାର ହେଲା। ତାପରେ ଆସିଲା କଣ ସେକେଣ୍ଡାରୀ ଏନଫୋର୍ସମେଣ୍ଟ। ଇଟ୍ ଇଜ ଅଲସୋ ନୋନ୍ ଏଜ୍ ଦ କଣ୍ଡିସନ ରେସ୍ପନ୍ସ ଇନଭଲ୍ଭ ଦ ଷ୍ଟିମୁଲି ଆଣ୍ଡ ବିକମ୍ ଦ ରିୱାର୍ଡ being paired with the another reinforcing stimulus। ତା ମାନେ ଏଟା ପେୟାର କରାଯାଇଛି କଣ ନା ଗୋଟେ ସହିତ ଆଉ ଗୋଟେକୁ ଯୋଡା ବନା ହେଇଛି। କଣ ନା ପିଲାଟି ଯଦି ପାଠ ପଢିବ ତାକୁ ଏଇ ରେନଫୋର୍ସମେଣ୍ଟ ମିଳିବ। କଣ ନା ଗୋଟେ ରେନଫୋର୍ସମେଣ୍ଟ ପାଇଁ ଆଉ ଗୋଟେ ରେନଫୋର୍ସମେଣ୍ଟ ଯୋଡା ହେଇଛି। ଯେମିତି କୁକୁରକୁ ଆମେ ଗୋଟେ ଏଠି ଏକ୍ସାମ୍ପଲ ଦେଇ ଦେଖିବ। when you training a dog, ଆମେ ଗୋଟେ ଡଗ କୁ ଟ୍ରେନିଂ ଦଉଛନ୍ତି, then dog biscuits might be used as a primary reinforcement। ଡଗ କୁ ପ୍ରାଇମେରୀ ରେନଫୋର୍ସମେଣ୍ଟ ମୁଁ କହିଲି ଫୁଡ ବୋଲି। ତ ପ୍ରାଇମେରୀ ସହିତ ଆଉ ଗୋଟେ ସେକେଣ୍ଡାରୀ କୁ ଆଡ୍ କରାହେଇଛି। ଏଠି ମନେ ରଖିଥିବ ଦିଟା ରେନଫୋର୍ସମେଣ୍ଟ ସହିତ ଟାଇ ଅପ୍ କରାହେଇଛି, ତା ପେୟାର୍ଡ କରାହେଇଛି। କଣ ନା ଡଗ ର ପ୍ରାଇମେରୀ ରେନଫୋର୍ସମେଣ୍ଟ କଣ ଡଗ ବିସ୍କୁଟ ଖାଇବ, ବିସ୍କୁଟ ଖାଦ୍ୟ ଫୁଡ ବୋଲି ଯାଉଛି। ମାଇଟ୍ ବି ୟୁଜ ଏଜ ପ୍ରାଇମେରୀ ରେନଫୋର୍ସ ବଟ୍ ଦ ସାଉଣ୍ଡ ଅଫ ରିଙ୍ଗ କ୍ୟାନ୍ ବି ଆସୋସିଏଟ ୱିଥ ଦ ଡଗ ବିସ୍କିଟ୍ସ until sound ring itself being to work and as the secondary reinforcement। ଯେମିତି କି ପାଭଲଭ ଥିଓରୀ କୁକୁରକୁ ଖାଦ୍ୟ ଦିଆଗଲା, ଖାଦ୍ୟ ପୂର୍ବରୁ ବେଲ ବଜାଗଲା, ସୋ ବେଲଟା ବାଜିଲା ଯୋଉଟା ସେଟା ହଉଛି କଣ ସେକେଣ୍ଡାରୀ ରେନଫୋର୍ସମେଣ୍ଟ। ହେଲା। ତ ତାପରେ ଆସି ତାକୁ ଖାଦ୍ୟ ପହଞ୍ଚିଗଲା ତ ଏଇଭଳିଆ। ଏଇଟା ହଉଛି କଣ ନା ଆମର ସେକେଣ୍ଡାରୀ ଏନଫୋର୍ସମେଣ୍ଟ। ଏଇଟାକୁ ଭଲ ଭାବରେ ବୁଝିବ, ଏକ୍ସାମରେ ଯଦି କ୍ୱେଶ୍ଚନ ଆସିଲା ତମେ ଆରାମସେ କରିପାରିବ। ତାପରେ ଆସିଲା ଆମେ ଡିସ୍କସ କରିଥିଲେ ସେତେବେଳେ କଣ ନା ସ୍କିନର ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ କଣ କୁହାଯାଏ। ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ କଣ ଆମେ ଯେତେବେଳେ ପାଠଟାକୁ ପଢନ୍ତି ସ୍ମଲ ସ୍ମଲ ଷ୍ଟେପରେ ପଢନ୍ତି। ଯେମିତି କି ଯେତେବେଳେ ଗୋଟେ ମ୍ୟାଥ ସଲ୍ଭ କରନ୍ତି, ମ୍ୟାଥ ସଲ୍ଭ କରିବା ପୂର୍ବରୁ ଆମେ ତାକୁ କଣ କରନ୍ତି ଆଗେ ବୁଝନ୍ତି, ଷ୍ଟେପ ବାଇ ଷ୍ଟେପ ତାକୁ ସଲ୍ଭ କରନ୍ତି। ଏକାଥରେ ତ ଆମେ ସଲ୍ଭ ଆନ୍ସର ଲେଖି ଦେଇ ପାରିବାନି ହେଲା। ସେଇଟା କୁହାଯାଉଛି କଣ ନା ଆମର ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ। କଣ ନା ବିଏଫ ସ୍କିନର କଣ୍ଡକ୍ଟେଡ ରିସର୍ଚ୍ଚ ଏ ନମ୍ବର ଅଫ ଇୟର୍ସ ଟୁ ନୋ ଦ ହାଉ ଲର୍ନିଂ ଟେକ୍ ପ୍ଲେସ୍। କିପରି ପାଠଟା ହଉଛି ଆଗେ ଫାଷ୍ଟ ଆଲଫାବେଟ ଶିଖେଇଲେ ପିଲାମାନଙ୍କୁ, ତାପରେ ତାକୁ ଆମେ କଣ ଟୁ ୱାର୍ଡ ଶିଖେଇଲେ, ତାପରେ ତାକୁ ବିଭିନ୍ନ ପ୍ରକାର ସେଣ୍ଟେନ୍ସ ପଢିଆ ଶିଖେଇଲେ। ତ ଷ୍ଟେପ ବାଇ ଷ୍ଟେପ ଚାଲିଲା ପାଠ ପଢା। ଏଠି ବି ସେଇଭଳିଆ କୁହାଯାଉଛି। he used rats and pigeons। ସେ ମୂଷା ଆଉ ପାରା ବ୍ୟବହାର କରିଥିଲା। After that, on the basis of experiment, Skinner predicted that best way to teach an academic subject in the classroom would have to be divided into number of small steps। ତମେ ଦେଖିପାରିବ ଏଠି number of small step କୁହାଯାଉଛି and to reward the mastery each of the successive step। each of the successive step ରେ ସେ କଣ କରାଉଛି ମାଷ୍ଟରୀ ହେଇପାରିବ। ତାମାନେ ସେ କଣ କରୁଛି ନା ଷ୍ଟେପ ବାଇ ଷ୍ଟେପ ଶିଖଉଛନ୍ତି। ଏକାଥରେ ସବୁ ଶିଖିଲେ କେହି ମନେ ରଖିପାରିବେନି। ଷ୍ଟେପ ବାଇ ଷ୍ଟେପ ଗଲେ ସେମାନେ ଶିଖିପାରିବେ। ମ୍ୟାଥକୁ ଆମେ ସବୁବେଳେ ଷ୍ଟେପ ବାଇ ଷ୍ଟେପ ତାକୁ କଣ କରନ୍ତି ଶିଖନ୍ତି। ଯେମିତି ତମାନେ ବିଏଡ କଲା ବେଳେ ଫାର୍ଷ୍ଟ ସେମିଷ୍ଟାର ପାଠ ଫାର୍ଷ୍ଟ ସେମିଷ୍ଟାର ପଢିଲ, ସେକେଣ୍ଡ ସେମିଷ୍ଟାର ପାଠ ଯେତେବେଳେ ତମର ଟାଇମ ହେଲା ସେକେଣ୍ଡ ସେମିଷ୍ଟାର ପଢିଲ, ତମେ କଣ ଏକାଥରେ ଫୋର୍ଥ ସେମିଷ୍ଟାର ପର୍ଯ୍ୟନ୍ତ ପଢି ଦେଇଥିଲ? ସେମିତି ହବନି ନା। ଷ୍ଟେପ ବାଇ ଷ୍ଟେପ ଜାଣିବ ହେଲା। ତ ଷ୍ଟାଇଲ ଅଫ ପ୍ରୋଗ୍ରାମିଂ କେତେ ପ୍ରକାର ଅଛି। ପ୍ରୋଗ୍ରାମିଂ ୟୁଜୁଆଲି ପ୍ରେଜେଣ୍ଟେଡ ବାଇ ଦ ବୁକ୍ସ ଆଣ୍ଡ ମେକାନିଜମ। ପ୍ରୋଗ୍ରାମିଂଟା ସବୁବେଳେ ଆମେ କଣ କରନ୍ତି ବୁକ୍ ମାଧ୍ୟମରେ ମେସିନ ମାଧ୍ୟମରେ ମେସିନ ମାଧ୍ୟମରେ ଦିଅନ୍ତି। କିପରି ନା ବୁକ୍ ରେ ହଉଛି କଣ ୟୁନିଟ 1 ରେ ପାଠ ରହିଲା, 2 ରେ ରହିଲା, 3 ରେ ବୁକ୍ ରେ ରହିଲା। ମେସିନ ମାଧ୍ୟମରେ ହେଲା ଫାଷ୍ଟ ତମେ କୌଣସି ଗୋଟେ କାର୍ଯ୍ୟ କରୁଛ, ଫାଷ୍ଟ ଇନିସିଆଲ ଷ୍ଟେଜରେ ସେ ମେସିନରେ କଲ ଇନିସିଆଲି କାମ ଗୁଡା କରିପାରିବ। ଏଟାକୁ ବୁଝଉଛି।
ତ ସେଟା ହଉଛି କଣ? ତମେ ଦେଖିପାରିବ ବିଭିନ୍ନ ପ୍ରକାର ଷ୍ଟାଇଲ ଅଫ ପ୍ରୋଗ୍ରାମିଂ ଅଛି। ଗୋଟେ ହଉଛି ଫାଷ୍ଟ ହଉଛି କଣ? ଏଠି ଏ ନମ୍ବର ଦେଖିପାରିବ ଲିନିୟର ପ୍ରୋଗ୍ରାମିଂ ଆମେ କହୁଛନ୍ତି। ଲିନିୟର ପ୍ରୋଗ୍ରାମିଂ ଟା କିଏ ଦେଇଛନ୍ତି? ନା ସ୍କିନର ଦେଇଛନ୍ତି। ମନେ ରଖିଥିବ ଲିନିୟର ପ୍ରୋଗ୍ରାମିଂ କିଏ ଦେଇଛନ୍ତି? ସ୍କିନର ଦେଇଛନ୍ତି ହେଲା। ସେ କଣ ଦେଇଛନ୍ତି? ନା ଫ୍ରେମ୍ ମାଧ୍ୟମରେ ଦେଇଛନ୍ତି। ଫାଷ୍ଟ ଫ୍ରେମରେ ଆମେ ଗୋଟେ ପିଲାକୁ ଏଇ ଫାଷ୍ଟ ଫ୍ରେମରେ ଆମେ କଣ ଜଣେଇଲେ? ନା ଗୋଟେ ଟପିକର ଇଣ୍ଟ୍ରୋଡକ୍ସନ ଜଣେଇଲେ। ତାପରେ ଏଠି ତାକୁ କଣ ଜଣେଇଲେ? ନା ତାର କ୍ୟାରେକ୍ଟରିଷ୍ଟିକ ଜଣେଇଲେ, ତା ନେଚର ଜଣେଇଲେ। ତ ଏଠି ଫୋର୍ଥରେ ଆମେ କଣ ଜଣେଇଲେ? ତାର ବିଭିନ୍ନ ପ୍ରକାର ମେରିଟ୍ସ ଡିମେରିଟ୍ସ ଜଣେଇଲେ। ତାପରେ ଏଠି କନକ୍ଲୁଜନ ଜଣେଇଲେ। ତାମାନେ 1 ଫ୍ରେମରୁ 5 ଫ୍ରେମକୁ ବିଭିନ୍ନ ଷ୍ଟେପ ବାଇ ଷ୍ଟେପ ପିଲାଟି ଶିଖିଲା ହେଲା। ତାପରେ ବ୍ରାଞ୍ଚିଂ କିଏ ଦେଇଛନ୍ତି? ନର୍ମାନ କ୍ରାଉଡର ଦେଇଛନ୍ତି। ଏଠି କଣ ଦେଇଛନ୍ତି? ରେମିଡିଆଲ ଫ୍ରେମ କରିକି ପିଲାମାନଙ୍କୁ ଶିଖେଇବା। ଏ ମେନ୍ ଫ୍ରେମରେ ଅଛି ପିଲାଟି ଶିଖିଲା। ଯଦି ସେ ପିଲାଟି ଶିଖିଗଲା ତାହେଲେ 2 ଫ୍ରେମକୁ ଆସିବ। ଯଦି ନ ଶିଖିଲା ତାହେଲେ ଏଠି କୋଉଠିକି ଆସିବ? ରେମିଡିଆଲ ଫ୍ରେମକୁ ଆସିବ। ସେଠି ପୁଣି ଶିଖିବ। ପୁଣି ଯିବ 2 ଫ୍ରେମକୁ। ଏଇଭଳିଆ ହେଇ ଚାଲିବ। ପିଲାଟି 2 ଫ୍ରେମରୁ 3 ଫ୍ରେମକୁ ଯିବ ମାନେ ଏଠି ଯୋଉ ଇଣ୍ଟ୍ରୋଡକ୍ସନ ଶିଖିଥିଲା ଏଠିକି ଯିବ କଣ? କ୍ୟାରେକ୍ଟରିଷ୍ଟିକ ଶିଖିବ। ତ ସେଟା ଯଦି ଇଣ୍ଟ୍ରୋଡକ୍ସନ ଜାଣି ନ ପାରିଲା ରେମିଡିଆଲ ଫ୍ରେମକୁ ଜାଣିକି ପୁଣି କ୍ୟାରେକ୍ଟରିଷ୍ଟିକ ପାର୍ଟକୁ ଯିବ। ଏଟା ହଉଛି କଣ? ଆମର ହଉଛି କଣ? ବ୍ରାଞ୍ଚ ହେଇକି ରହିଛି ଦେଖିପାରିବ। ତାପରେ ମେଥଡିକ ପ୍ରୋଗ୍ରାମିଂ କିଏ ଦେଇଛନ୍ତି? ଗିଲବର୍ଟ କଣ? ଷ୍ଟିମୁଲସ୍ 1 ର ରେସ୍ପନ୍ସ 1 ହବ। ତ ପୁଣି ଷ୍ଟିମୁଲସ୍ 1 ଶିଖିଗଲା, ରେସ୍ପନ୍ସ 1 ମିଳିଗଲା। ପୁଣି ଷ୍ଟିମୁଲସ୍ 2 ରେସ୍ପନ୍ସ 2 ମିଳିଲା। ତ ଏଇଭଳିଆ ହେଇକି ଷ୍ଟିମୁଲସ୍ n ରେସ୍ପନ୍ସ n। ତ ଏଇଟା ହଉଛି କଣ? ସ୍କିନର ପ୍ରୋଗ୍ରାମିଂ ଇନଷ୍ଟ୍ରକ୍ସନ। ମନେ ରଖିଥିବ ଲିନିୟର ପ୍ରୋଗ୍ରାମିଂ କିଏ ଦେଇଛନ୍ତି? ସ୍କିନର ଦେଇଛନ୍ତି। ବ୍ରାଞ୍ଚିଂ ପ୍ରୋଗ୍ରାମିଂ କିଏ ଦେଇଛନ୍ତି? ନର୍ମାନ କ୍ରାଉଡର ଦେଇଛନ୍ତି। ମେଥଡିକ ପ୍ରୋଗ୍ରାମିଂ କିଏ ଦେଇଛନ୍ତି? ଗିଲବର୍ଟ ଦେଇଛନ୍ତି। ତ ଏଟାକୁ ମନେ ରଖିଥିବ ଭଲ ଭାବରେ। ତ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ କିଏ ଦେଇଛନ୍ତି? ସ୍କିନର ଦେଇଛନ୍ତି। ଏଠି ପାଠ ପଢାଟା ସ୍ମଲ ସ୍ମଲ ଷ୍ଟେପରେ ଚାଲିବ। ଇଏ ହଉଛି ତମମାନଙ୍କର କଣ ଥିଲା? ନା ଅପରେଣ୍ଟ କଣ୍ଡିସନିଂ ଥିଓରି କ୍ଲାସ ଥିଲା which was given by the BF Skinner। ଏ ଥିଲା ଆଜିକାର କ୍ଲାସ। ଆଶା କରୁଛି ତମମାନେ ବୁଝିପାରୁଥିବ। ଆଉ ଥିଓରିଟିକୁ ଦେଖ, ଭଲ ଭାବରେ ବୁଝ, ଆରାମସେ ତମମାନେ ଏକ୍ସାମରେ ଆସୁଥିବା କ୍ୱେଶ୍ଚନ ଗୁଡ଼ିକ ଆରାମସେ ଆଟେଣ୍ଡ କରିପାରିବ। ଆଜି ପାଇଁ ହଉଛି ଏତିକି। ଧନ୍ୟବାଦ ସମସ୍ତଙ୍କୁ।